ଆଜି ଆମ୍ଭେ ଏହି ଶୀର୍ଷକର ସହିତ ଆସନ୍ତୁ ଆମ୍ଭେ ପରୀକ୍ଷାରେ ସ୍ଥିର ରହିବା ଓ ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ କରିବା। ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା ପାଇଁ ସମୟ ନେବାକୁ ଯାଉଅଛୁ। ବିଶ୍ୱାସର ପଥରେ ଚାଲୁଥାଇ ଆମ୍ଭେ ପ୍ରତ୍ୟେକ ଦିନ ପରୀକ୍ଷାର ସାମ୍ନା କରିପାରୁ। କିଛି ଲୋକ ପରୀକ୍ଷାକୁ କିଛି ମାନନ୍ତି ନାହିଁ ଓ ତାହା ଉପରେ ବିଜୟ ହୁଅନ୍ତି। କିନ୍ତୁ ଏପରି ଲୋକମାନେ ଅଛନ୍ତି ଯେଉଁମାନେ ବଡ଼ ସାନ ପ୍ରଲୋଭନରେ ପଡ଼ିଯାଆନ୍ତି। ପ୍ରଲୋଭନ ଏକ ଏପରି ପ୍ରକ୍ରିୟା ଯାହା ଆମ୍ଭମାନଙ୍କ ବିଶ୍ୱାସର ଜୀବନର ସହିତ ସେହି ସମୟ ହୁଏ ଯେପର୍ଯ୍ୟନ୍ତ ଆମ୍ଭେ ସ୍ୱର୍ଗ ରାଜ୍ୟରେ ପହଞ୍ଚିବା ନାହିଁ। ଏଥିପାଇଁ ଆଜି ଆସନ୍ତୁ ଆମ୍ଭେ ବାଇବଲ ଦ୍ୱାରା ଅଧ୍ୟୟନ କରିବା କି ଆମ୍ଭ ସମସ୍ତଙ୍କୁ ପରୀକ୍ଷାରେ ସ୍ଥିର ରହିବା ଉଚିତ ଓ ଏହା କି କେବଳ ଆମ୍ଭେ ପରୀକ୍ଷା ଦେଇ ଯାଉନାହୁଁ କିନ୍ତୁ ବିଶ୍ୱାସର ସମସ୍ତ ପୂର୍ବପୁରୁଷ ମଧ୍ୟ ଏହା ଦେଇ ଯାଇଥିଲେ। ଏହାର ଅଧ୍ୟୟନ କରି ଆସନ୍ତୁ ଆମ୍ଭେ ସ୍ୱର୍ଗ ରାଜ୍ୟକୁ କେବେ ଛାଡ଼ିବା ନାହିଁ। ଆଜି ବିଶ୍ରାମ ଦିନ, ଏହା ଏକ ଖୁସିର ଦିନ, ହଁ ନା? ଏହି ଦିନ ଆମ୍ଭେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇପାରିବା ଓ ସ୍ୱର୍ଗର ବିଶ୍ରାମ ଦିନର ଆଶୀର୍ବାଦକୁ ସଂଗ୍ରହ କରିପାରିବା। ଯେଉଁମାନଙ୍କ ପାଇଁ ବିଶ୍ରାମ ଦିନର ଆନନ୍ଦ ବୁଝିବା କଠିନ ସମୟ ହେଉଅଛି, ସେମାନଙ୍କ ପାଇଁ ମୁଁ ଏକ ଉଦାହରଣ ଦେବି। ଧରି ନିଅନ୍ତୁ କି ଆପଣ ବ୍ୟାଙ୍କରେ ଟଙ୍କା ଜମା କରୁଅଛନ୍ତି। ଆପଣ ପ୍ରତ୍ୟେକ ସପ୍ତାହ ଆପଣା ଖାତାରେ ଏହି ବିଶ୍ୱାସର ସହିତ କି ମୁଁ ପ୍ରତ୍ୟେକ ବିଶ୍ରାମ ଦିନରେ 10 ଲକ୍ଷ ସଞ୍ଚୟ କରି ଶୀଘ୍ର ହିଁ 100 କୋଟି ଟଙ୍କାର ମାଲିକ ହେବି। 10 ଲକ୍ଷ ଟଙ୍କା ଜମା କରୁଅଛି। ବ୍ୟାଙ୍କରେ ପ୍ରତ୍ୟେକ ସପ୍ତାହ ଟଙ୍କା ଜମା କରିବା ପାଇଁ ଆପଣ ସେହି ବସ୍ତୁଗୁଡ଼ିକ ପରିତ୍ୟାଗ କରନ୍ତି ଯାହା ଆପଣଙ୍କୁ ବ୍ୟବହାର କରିବାର ଆବଶ୍ୟକତା ହୁଏ, ଯାହା ଆପଣ ଖାଇବାକୁ ଚାହାନ୍ତି ଓ ମନୋରଞ୍ଜନ ଯାହା ଆପଣ ଆନନ୍ଦ ନେବାକୁ ଚାହାନ୍ତି, ଆଉ ଯେଉଁ ପ୍ରକାରର ଜୀବନ ଦୁନିଆର ଲୋକମାନେ ଆନନ୍ଦ ନିଅନ୍ତି। ପ୍ରତ୍ୟେକ ଥର ଯେତେବେଳେ ଆପଣ ଜମା କରନ୍ତି ତେବେ ଆପଣଙ୍କୁ କେମିତି ଲାଗିବ? ପ୍ରତ୍ୟେକ ଥର ଯେତେବେଳେ ଆପଣ ତାହା ଜମା କରନ୍ତି ତେବେ ଟଙ୍କା ବୃଦ୍ଧି ହୁଏ। କିଛି ସମୟ ପୂର୍ବରୁ ମୋ ପାଖରେ 100 ଲକ୍ଷ ଟଙ୍କା ଥିଲା କିନ୍ତୁ ମୋ ପାଖରେ ଏବେ 500 ଲକ୍ଷ ଟଙ୍କା ଅଛି। ଆପଣଙ୍କୁ କେମିତି ଲାଗିବ? ଯଦି ଆପଣ ଜଣେ ସାଧାରଣ ଲୋକଙ୍କ ପରି ଜୀବନଯାପନ କରନ୍ତି ତେବେ ଯେତେବେଳେ ମଧ୍ୟ ଆପଣ ଖାତାରେ ଟଙ୍କା ଦେଖନ୍ତି ବହୁତ ଖୁସି ଅନୁଭବ କରିବେ। ସ୍ୱର୍ଗ ରାଜ୍ୟ ଓ ଆତ୍ମିକ ବସ୍ତୁଗୁଡ଼ିକ ପାଇଁ ମଧ୍ୟ ଏପରି ହିଁ। ଆପଣଙ୍କୁ ଭାବିବାର ଆବଶ୍ୟକତା ଅଛି କି ମୋତେ ଆଶ୍ଚର୍ଯ୍ୟ ହେଉଅଛି କି ଯେତେବେଳେ ମୁଁ ବିଶ୍ରାମ ଦିନ ପାଳନ କରୁଅଛି ତେବେ ସ୍ୱର୍ଗୀୟ ରାଜ୍ୟରେ କେତେ ଆଶୀର୍ବାଦ ସଂଗ୍ରହ କରାଯିବ। ଯେମିତି ଅଧିକ ଆଶୀର୍ବାଦ ସଂଗ୍ରହିତ ହୁଏ ଆପଣ ବହୁତ ଉଲ୍ଲାସିତ ଅନୁଭବ କରିବେ। ମୁଁ ଏହାକୁ ବିଶ୍ୱାସ କରିପାରିବି ନାହିଁ ଯେ ମୋ ପରି କେହି ସ୍ୱର୍ଗକୁ ଯାଇପାରିବେ। ଆମମାନଙ୍କୁ ଏହି ପ୍ରକାରର ଖୁସିର ସହିତ ବିଶ୍ରାମ ଦିନକୁ ପାଳନ କରିବାର ଅଛି। କିନ୍ତୁ କ'ଣ ହେବ ଯଦି ଆପଣ ଭାବନ୍ତି କି ଆରେ ଏହି ବିଶ୍ରାମ ଦିନ ଆଉ ଥରେ ଆସିଗଲା? ଯଦି ଆପଣ ବିଶ୍ରାମ ଦିନର ଖୁସିକୁ ଅନୁଭବ କରିବା ବିନା ତାହା ପାଳନ କରନ୍ତି, ଏହା ବିଶ୍ରାମ ଦିନର ଆଶୀର୍ବାଦ ହୋଇପାରିବ ନାହିଁ, ହଁ ନା? ଅଳ୍ପ ସମୟରେ ଆମ୍ଭମାନଙ୍କୁ ମହିମାମୟ, ଚମତ୍କାର ଓ ଶୋଭାମୟ ଆତ୍ମିକ ଦୁନିଆ, ସ୍ୱର୍ଗୀୟ ଦୁନିଆ, ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଖୋଲିଯିବ। ଯେତେବେଳେ ଆମ୍ଭେ ସେହି ମହିମା ବିଷୟରେ ଭାବୁ ତେବେ ଆମ୍ଭମାନଙ୍କୁ ଆଜି ମଧ୍ୟ ଉତ୍ସାହିତ ଅନୁଭବ କରିବା ଉଚିତ। ଏହି କାରଣରୁ ଆଜି ଆମ୍ଭେ ସ୍ତୁତି ଗାଉ ଓ ପ୍ରଚାର କରୁଥାଇ ଆନନ୍ଦିତ ଅନୁଭବ କରୁଅଛୁ। ଥରେ ଆମ୍ଭମାନଙ୍କ ବିଶ୍ୱାସର ଜୀବନ ଏକ ବାଧ୍ୟତାମୂଳକ ହୋଇଗଲେ ଏହା ଆଉ ବିଶ୍ୱାସର ଜୀବନ ନୁହେଁ। ଯେତେବେଳେ ଆମ୍ଭମାନଙ୍କ ବିଶ୍ୱାସର ଜୀବନ ଆମ୍ଭମାନଙ୍କ ଆଶା ହୋଇଯାଏ ତେବେ ଏହା ବିଶ୍ୱାସର ପ୍ରକୃତ ଜୀବନ ହୋଇପାରେ। ଯଦି କେହି ବାଧ୍ୟ ହୋଇ ଏହା କରେ ତେବେ ସେ ଅତି ଶୀଘ୍ର ବିଶ୍ୱାସରୁ ବାହାରିଯିବ। ଆଉ ସେହିପରି ବ୍ୟକ୍ତିଙ୍କ ପାଇଁ ଯାହା ଆସେ ତାହା ପରୀକ୍ଷା। ଶୈତାନ ଲୋକମାନଙ୍କ ଆତ୍ମାର ପରିସ୍ଥିତିକୁ ବହୁତ ଭଲ ଭାବରେ ଜାଣିଅଛି। ସେଥିପାଇଁ ସେ ଗର୍ଜନ କରୁଥିବା ସିଂହ ପରି ସନ୍ଧାନରେ ରହେ ଆଉ ଏକ ଏପରି ପରିସ୍ଥିତି ପ୍ରସ୍ତୁତ କରେ ଯାହା ସେହି ବ୍ୟକ୍ତିର ଆତ୍ମାକୁ ପ୍ରବେଶ କରେ। ଏଥିପାଇଁ ପରମେଶ୍ୱର କହିଲେ, ତୁମମାନଙ୍କୁ ପରୀକ୍ଷାରେ ସ୍ଥିର ରହିବା ଉଚିତ, ତୁମମାନଙ୍କୁ ପ୍ରଲୋଭନ ଉପରେ ବିଜୟ ପ୍ରାପ୍ତ କରିବା ଉଚିତ। ପରମେଶ୍ୱର ଆମମାନଙ୍କୁ ବାଇବଲରେ ଏହା ଅନେକ ଥର କହିଛନ୍ତି। ପ୍ରଲୋଭନ ବା ପରୀକ୍ଷାକୁ ଏହି ପ୍ରକାର ବ୍ୟାଖ୍ୟା କରାଯାଇପାରିବ କି ସେହି ସମସ୍ତ ବସ୍ତୁ ଯାହା ଉଦ୍ଧାରର ପଥରେ ବାଧା ପକାଇଥାଏ, ଯଦିଓ ତାହା ଏକ ବସ୍ତୁ ହେଉ ବା ଜଣେ ବ୍ୟକ୍ତି ବା ଏକ ପରିସ୍ଥିତି ବା ଏକ ସାମଗ୍ରୀ ହେଉ। ସ୍ୱର୍ଗକୁ ଯିବାରେ ବାଧା ସୃଷ୍ଟି କରୁଥିବା ସମସ୍ତ ବିଷୟ ହେଉଛି ପରୀକ୍ଷା। ଏହାକୁ ଭଲରେ ବୁଝିବାରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ପରୀକ୍ଷାକୁ 3ଟି ଭିନ୍ନ ଶ୍ରେଣୀରେ ଶ୍ରେଣୀଭୁକ୍ତ କରିଅଛି।
ସାଧାରଣତଃ ଦୁନିଆରେ ଏକ ପରୀକ୍ଷଣର ଅର୍ଥ ହେଉଛି ଏକ କାର୍ଯ୍ୟ ଯାହା ପ୍ରକୃତି କିମ୍ବା କୌଣସି ବ୍ୟକ୍ତି ବା ବସ୍ତୁର କ୍ଷମତାକୁ ଆକଳନ କରିବା ପାଇଁ ଏହା କରାଯାଇଥାଏ। ଶିକ୍ଷା ଦିଗରେ ଏକ ପରୀକ୍ଷା ଏହା ବିଚାର କରିବା ପାଇଁ ପଦକ୍ଷେପ ନିଆଯିବ କି ଯାହା କିଛି ଶିକ୍ଷା ଦିଆଯାଇଅଛି ତାହା କେତେ ବୁଝାଯାଇଅଛି, ଆଉ ଏହା ନିଷ୍ପତ୍ତି କରିବା ପାଇଁ କି କିଏ ଭଲ କରୁଅଛି ଓ କିଏ କରୁନାହିଁ। ପୁଣି ଏପରି କେଉଁ ବିଷୟ ଅଛି ଯାହା ଆମ୍ଭମାନଙ୍କ ବିଶ୍ୱାସର ଜୀବନରେ ପରୀକ୍ଷା କରାଯାଉଅଛି? ସେ ପରମେଶ୍ୱରଙ୍କ ଉପରେ କେତେ ବିଶ୍ୱସ୍ତ, ପରମେଶ୍ୱରଙ୍କ ଉପରେ ତାହାର କେତେ ସତ୍ୟତା ଅଛି? ଏହି ମାମଲାକୁ ନିଷ୍ପତ୍ତି କରିବା ପାଇଁ ଯାହା ଦିଆଯାଏ ତାହା ଆମ୍ଭମାନଙ୍କ ବିଶ୍ୱାସର ଜୀବନରେ ଏକ ପରୀକ୍ଷା। ପରୀକ୍ଷା ହେଉଛି ତାହା ଯାହା ସାଂସାରିକ ମହିମା, ସାଂସାରିକ ପ୍ରସିଦ୍ଧ, ସାଂସାରିକ ଧନ, ସାଂସାରିକ ସୁଖ ଆଉ ଏହା ଜୀବନର ଚିନ୍ତାର ପିଛା କରି ଆମେମାନେ ସ୍ୱର୍ଗକୁ ହରାଇ ଦେଉ ଓ ପରମେଶ୍ୱରଙ୍କ ସହିତ ବିଶ୍ୱାସଘାତ କରିବାକୁ ଦିଏ। ଆମମାନଙ୍କୁ ଏହି ପ୍ରକାରର ପରୀକ୍ଷାରେ ପଡ଼ିବା ଉଚିତ ନୁହେଁ। ବାଇବେଲର ଶିକ୍ଷା ଅନୁସାରେ ସୃଷ୍ଟିର ସମୟ ଅର୍ଥାତ୍ ଆଦମ ଓ ହବାଙ୍କ ସମୟରୁ ହିଁ ପରୀକ୍ଷା ଥିଲା। ଆଦମ ଓ ହବାଙ୍କ ପରୀକ୍ଷା ନିଆଯାଇଥିଲା, ଆଉ ସେମିତି ହିଁ ଅବ୍ରାହମ ଓ ସେମିତି ହିଁ ଆୟୁବଙ୍କ ଏବଂ ଯୀଶୁଙ୍କ ମଧ୍ୟ ପରୀକ୍ଷା ନିଆଯାଇଥିଲା। 40 ବର୍ଷ ପର୍ଯ୍ୟନ୍ତ ଜଙ୍ଗଲରେ ରହିବା ସମୟରେ ପ୍ରତ୍ୟେକ ଦିନ ଇସ୍ରାଏଲମାନେ ପରୀକ୍ଷାର ସାମ୍ନା କଲେ। ଆଜି ଆମ୍ଭମାନଙ୍କ ବିଷୟରେ କ'ଣ? ଛାୟାର ଦୁନିଆରେ ରହୁଥିବା ଇସ୍ରାଏଲମାନଙ୍କୁ ମିଶରରୁ ବାହାରିବା କ୍ଷଣଠାରୁ କିଣାନ ଦେଶରେ ପ୍ରବେଶ କରିବା ସମୟ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପରୀକ୍ଷା ଓ ପ୍ରଲୋଭନର ସାମ୍ନା କରିବାକୁ ପଡ଼ିଲା। ଯଦି ଏହା ଏକ ଛାୟା, ତେବେ ଆମ୍ଭେ ବାସ୍ତବିକତା ଦୁନିଆରେ ବିଶ୍ୱାସର ଜଙ୍ଗଲରେ ଚାଲୁଅଛୁ। ଏଥିପାଇଁ ଆମ୍ଭମାନଙ୍କ ପାଇଁ ପ୍ରତ୍ୟେକ ଦିନ ପରୀକ୍ଷା ଓ ପ୍ରଲୋଭନ ହେବ, ହଁ ନା? ଏହି ସମସ୍ତ ପରୀକ୍ଷାରେ ସ୍ଥିର ରହିବାର ଏକମାତ୍ର ପଥ ତାହା କ'ଣ? ଯଦି ଆମ୍ଭେ ଆପଣା ବିଶ୍ୱାସର ଜୀବନରେ ଏହାକୁ ଭଲ ଭାବରେ ପାଳନ କରିବା, ତେବେ ପରୀକ୍ଷା ଆମ୍ଭମାନଙ୍କ ପାଖକୁ ଆସିପାରିବ ନାହିଁ। ଏହା ସେହି ସମୟରେ ଯେତେବେଳେ ଆମ୍ଭମାନଙ୍କ ବିଶ୍ୱାସ ସବୁଠାରୁ ସୁରକ୍ଷିତ ଥାଏ, ଯେତେବେଳେ ଆମ୍ଭେ ପରମେଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ରୂପରେ ନିର୍ଭର ରହୁ, ତେବେ ପରୀକ୍ଷା ଆମ୍ଭମାନଙ୍କ ପାଖକୁ କଦାପି ଆସିପାରିବ ନାହିଁ। ଯଦିଓ ପରୀକ୍ଷା ଆସେ, କିନ୍ତୁ ତାହା ଲମ୍ବା ସମୟ ପର୍ଯ୍ୟନ୍ତ ରହିପାରିବ ନାହିଁ। କିନ୍ତୁ ଯେତେବେଳେ ଆପଣ ବିଶ୍ୱାସ ହରାଇ ଦେଉ, ତେବେ ଆମ୍ଭେ ଭୌତିକ ବିଚାର ଓ ସଂସାରିକ ବିଚାରରେ ପରିପୂର୍ଣ୍ଣ ହୋଇଯାଉ, ଆଉ ସ୍ୱର୍ଗ ଆମ୍ଭମାନଙ୍କ ସମସ୍ତ ଆଶା ଓ ପରମେଶ୍ୱରଙ୍କ ଉପରେ ଆପଣା ବିଶ୍ୱାସକୁ ହରାଇ ଦେଉ। ତେବେ ଆମେ ପରମେଶ୍ୱରଙ୍କ ପବିତ୍ର ଶିକ୍ଷାକୁ ଆପଣା ପିଠି ଦେଖାଇ ସ୍ୱର୍ଗକୁ ଛାଡ଼ିଦେବା ଓ ଆନନ୍ଦକୁ ହରାଇ ଦେବା, ଯାହା ଆମ୍ଭେ ପରମେଶ୍ୱରଙ୍କ ଠାରେ ପ୍ରତ୍ୟେକ ଦିନ ପ୍ରାପ୍ତ କରୁଥିଲୁ। ଏଥିପାଇଁ ମୁଁ ଆପଣଙ୍କୁ ସେହି ପଥ ମନେ ରଖିବା ପାଇଁ କହିବାକୁ ଚାହୁଁଅଛି, ଯାହା ପରମେଶ୍ୱର ଆମମାନଙ୍କୁ ପରୀକ୍ଷାରେ ସ୍ଥିର ରହିବା ଓ ପ୍ରଲୋଭନ ଉପରେ ବିଜୟ ପ୍ରାପ୍ତ କରିବା ଶିଖାଇଛନ୍ତି। ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 3 ପଦ 10 ପଢ଼ିବା। ତୁମ୍ଭେ ଆମର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ। ଏହେତୁ ପୃଥିବୀ ନିବାସୀମାନଙ୍କୁ କ'ଣ ପାଇଁ? ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷା କାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ। ପୁରା ଦୁନିଆରେ ବାସ କରୁଥିବା ସମସ୍ତ ଲୋକଙ୍କୁ ପରୀକ୍ଷା କରାଯିବ। ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଥମରୁ ହିଁ ନିର୍ଦ୍ଦେଶ ଦେଲେ, ଯାହାଦ୍ୱାରା ଆମ୍ଭେ ପରୀକ୍ଷା ଓ ପ୍ରଲୋଭନକୁ ଦୂର କରିପାରିବା, ଯଦି ହିଁ ଆମ୍ଭେ ବିନାଶର ପରୀକ୍ଷା ସାମ୍ନା କରୁନା କାହିଁକି। ପୁଣି ଆସନ୍ତୁ ଆମ୍ଭେ ଏଦନ ଉଦ୍ୟାନରେ ପ୍ରଲୋଭନ ଉପରେ ଏକ ନଜର ପକାଇ ଦେଖିବା କି କେତେ ଚତୁରତା ଓ ଆକର୍ଷଣ ଢଙ୍ଗରେ ପ୍ରଲୋଭନ ଆମ୍ଭମାନଙ୍କ ପାଖକୁ ଆସେ। ପ୍ରଲୋଭନ ଏତେ ଆକର୍ଷିତ ଢଙ୍ଗରେ ଆସେ କି ତାହାଠାରୁ ଦୂର ହେବା ବହୁତ କଷ୍ଟକର। ଏଥିପାଇଁ ଆମ୍ଭେ ଅସହାୟ ହୋଇ ପ୍ରଲୋଭନରେ ପଡ଼ିଯାଉ। ଆସନ୍ତୁ ଆମ୍ଭେ ଆଦି ପୁସ୍ତକ ଅଧ୍ୟାୟ 3 ପଦ 1କୁ ଯିବା। ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବପେକ୍ଷା ଖଡ଼ ଥିଲା। ଶୈତାନ ଚତୁରତା ସହିତ ପ୍ରଲୋଭିତ କରେ। ସେ ନାରୀଙ୍କି କହିଲା, ଆଗୋ, ଏ କି ସତ୍ୟ
ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମମାନଙ୍କୁ ନିଷେଧ କରିଅଛନ୍ତି? ନାରୀ ସର୍ପକୁ କହିଲେ, ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ, କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହିଅଛନ୍ତି, ତୁମେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ। ସର୍ପ ନାରୀଙ୍କି କହିଲା, ତୁମେମାନେ କୌଣସି ରୂପେ ମରିବ ନାହିଁ, ବରଞ୍ଚ ପରମେଶ୍ୱର ଜାଣନ୍ତି ତୁମେମାନେ ଯେଉଁଦିନ ତାହା ଖାଇବ, ସେହିଦିନ ତୁମମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ। ଆଦମ ଓ ହବା ସଚ୍ଚୋଟତାରେ ପରମେଶ୍ୱରଙ୍କ ଉପରେ ଭରସା ରଖିଲେ, ଆଉ ସେମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଥାଇ ପ୍ରତ୍ୟେକ ଦିନ ଖୁସି ଥିଲେ। କିନ୍ତୁ ଦିନେ ଶୟତାନ ଗୁପ୍ତରେ ହବା ନିକଟକୁ ଆସିଲା। କ'ଣ ପରମେଶ୍ୱର ସତରେ କହିଲେ, ତୁମ୍ଭେ ଏହି ଉଦ୍ୟାନର କୌଣସି ବୃକ୍ଷର ଫଳ ଭୋଜନ କରିବ ନାହିଁ? ଯଦିଓ ସେ ଆରମ୍ଭରୁ ହିଁ ଜାଣିଥିଲେ, କିନ୍ତୁ ସେ ପ୍ରଲୋଭନ ଦେବା ଆରମ୍ଭ କରିଦେଲେ। ହବା ଉତ୍ତର ଦେଲେ, ଏହି ଉଦ୍ୟାନର ବୃକ୍ଷର ଫଳ ଆମେ ଭୋଜନ କରିପାରୁ, କିନ୍ତୁ ପରମେଶ୍ୱର କହିଲେ, ମାତ୍ର ସତ୍ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯାହା ଉଦ୍ୟାନର ମଧ୍ୟସ୍ଥାନରେ ଅଛି। ଏହି ସୁଯୋଗ ପାଇ ଶୟତାନ ହବାଙ୍କୁ ପରୀକ୍ଷା କରିବାକୁ ଲାଗିଲା, ଯାହା ବିଷୟରେ ହବା କେବେ ବି ଭାବି ନଥିଲା। ପରମେଶ୍ୱର ଏମିତି କାହିଁକି କହିଲେ? ତୁମ୍ଭକୁ କ'ଣ ଲାଗୁଅଛି କି ପରମେଶ୍ୱର ତୁମ୍ଭକୁ ଏଥିରୁ ନ ଖାଇବା ପାଇଁ କାହିଁକି କହିଲେ? ଏହା ଏଥିପାଇଁ କାରଣ ପରମେଶ୍ୱର ଚିନ୍ତିତ ଅଛନ୍ତି କି ଯେତେବେଳେ ତୁମ୍ଭେ ଏହାର ଫଳ ଖାଇବ, ତେବେ ତୁମ୍ଭର ଚକ୍ଷୁ ଖୋଲିଯିବ, ଆଉ ତୁମ୍ଭେ ଭଲ ମନ୍ଦର ଜ୍ଞାନ ପାଇ ପରମେଶ୍ୱରଙ୍କ ତୁଲ୍ୟ ଜ୍ଞାନୀ ହେବ। ପରମେଶ୍ୱର ତୁମ୍ଭକୁ ସେଥିରୁ ନ ଖାଇବାକୁ କହିଲେ କାରଣ ପରମେଶ୍ୱର ଚାହୁଁନାହାନ୍ତି କି ମନୁଷ୍ୟ ତାଙ୍କଠାରୁ ଅଧିକ ବୁଦ୍ଧିମାନ ହେଉ। ତୁମ୍ଭେ ଏହା ଭୋଜନ କଲେ ମରିବ ନାହିଁ, ଏହାକୁ ଖାଇ ଦେଖ। ହବା ପରମେଶ୍ୱରଙ୍କ ସହିତ ବିତାଇଥିବା ଆନନ୍ଦିତ ସମୟକୁ ଭୁଲିଯାଇ ଶୟତାନର କଥାରେ ହଲିଗଲା। ସେ ଆଦୌ ଧ୍ୟାନ କରିପାରି ନଥାନ୍ତା, କିନ୍ତୁ କେବଳ ତାହା ବିଷୟରେ ଭାବିବାରେ ଲାଗିଲା। ଭାଇ ଓ ଭଉଣୀମାନେ, ଏହି ପ୍ରକାର ପରୀକ୍ଷା ଆସେ ଯେତେବେଳେ ସେ ଏହି ପ୍ରକାରର ବିଚାର ସହିତ ସତ୍ସତ୍ ଜ୍ଞାନଦାୟକ ବୃକ୍ଷକୁ ଦେଖିଲା, ତେବେ ତାହା ଅଲଗା ଦେଖାଯିବାକୁ ଲାଗିଲା। ତାହା ଏବେ ଏକ ଏପରି ଫଳ ନଥିଲା ଯାହା ସେ ନ ଖାଇବା ଉଚିତ। ତାହା ଖାଇବା ପାଇଁ ଉତ୍ତମ ଓ ଦେଖିବାରେ ଲୁଭାଡ଼ିଆ, ଆଉ ବୁଦ୍ଧି ଦେବା ପାଇଁ ଦେଖିବା ଯୋଗ୍ୟ ମଧ୍ୟ ଥିଲା। ଏହା ପୂର୍ବରୁ ସେ ତାହା ପାଖକୁ ଯିବାକୁ ମଧ୍ୟ ଚାହୁଁନଥିଲା, କିନ୍ତୁ ସେ ଭାବିବାରେ ଲାଗିଲା କି ତାହା ପାଖକୁ ଯିବାକୁ ଉଚିତ। ଶୟତାନ ତାହାର ବିଚାରକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଲା। ଏହି ପ୍ରକାର ମାନବ ଜାତିର ପ୍ରଥମ ପାପ ଆରମ୍ଭ ହେଲା। ଏହି କାରଣରୁ ସମସ୍ତ ମାନବ ଜାତିକୁ ପାପର ଉତ୍ତରାଧିକାରୀ ମିଳିଲା, ଆଉ ଏହା ଏକ ବଡ଼ ଦୁର୍ଭାଗ୍ୟର କାରଣ ହେଲା। ଭାଇ ଓ ଭଉଣୀମାନେ, ଏହା ହେଉଛି ପରୀକ୍ଷା। ଯେତେବେଳେ ଆମ୍ଭମାନଙ୍କୁ ପରୀକ୍ଷା ଦିଆଯାଏ, ତେବେ ଆମ୍ଭେ ଭାବୁ କି ଏହା ଆମ୍ଭମାନଙ୍କୁ ବହୁତ ଖୁସି କରିଦେବ, ଆଉ ଯଦି ଆମ୍ଭେ ପରୀକ୍ଷକଙ୍କ କଥା ମାନିବା, ଏହା ବହୁତ ଭଲ ହେବ। ପରମେଶ୍ୱର ନିଶ୍ଚିତ ରୂପରେ କହିଲେ, ଯେହେତୁ ଯେଉଁଦିନ ତାହା ଖାଇବ, ସେହିଦିନ ନିତାନ୍ତ ମରିବ। କିନ୍ତୁ ପରୀକ୍ଷା ହବାଙ୍କୁ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଅନ୍ୟ କଥାକୁ ଶୁଣିବାକୁ ଦେଲା, ଆଉ ତାହାକୁ ଏପରି ଲାଗିଲା କି ତାହା ତାଙ୍କୁ ଆଉ ଅଧିକ ଖୁସି ଦେବ। ଏହି ପ୍ରକାରର ପରୀକ୍ଷା ଆଦମ ଓ ହବା ଅନୁଭବ କରିଥିଲେ। ସେମାନେ ଶେଷରେ ସତ୍ସତ୍ ଜ୍ଞାନଦାୟକ ବୃକ୍ଷ ମଧ୍ୟରୁ ଖାଇଲେ। ଅନ୍ୟ ଶବ୍ଦରେ ସେମାନେ ପରୀକ୍ଷାରେ ପଡ଼ିଗଲେ। ଯଦି ଆପଣ ଏହାର ତୁଳନା ସ୍କୁଲରେ ହେଉଥିବା ପରୀକ୍ଷା ସହିତ କରିବେ, ତେବେ ଏହା ପରୀକ୍ଷାରେ ବିଫଳ ହେବା ପରି। ଯେମିତି ହିଁ ଆଦମ ଓ ହବା ସତ୍ସତ୍ ଜ୍ଞାନଦାୟକ ବୃକ୍ଷ ଖାଇବା ଦ୍ୱାରା ଅର୍ଥାତ୍ ପରମେଶ୍ୱରଙ୍କ ବିରୁଦ୍ଧ ଛିଡ଼ା ହେବାର କାର୍ଯ୍ୟ କରିବାରୁ ପରୀକ୍ଷାରେ ପଡ଼ିଗଲେ। ସେମାନେ ପରମେଶ୍ୱରଙ୍କୁ ଭୟ କରିବାକୁ ଲାଗିଲେ। ସେମାନଙ୍କୁ ଲାଗିଲା କି ସେମାନେ ପରମେଶ୍ୱରଙ୍କ ଠାରୁ ଦୂରେଇ ଗଲେ। ଯେତେବେଳେ ପରମେଶ୍ୱର ସେମାନଙ୍କୁ ଡାକିଲେ, ଆଦମ ହବା ସେମାନେ ଲୁଚିବା ଆରମ୍ଭ କରିଦେଲେ। ପ୍ରଥମେ ସେମାନେ ପରମେଶ୍ୱରଙ୍କ ଡାକିବା ଦ୍ୱାରା ଏହା କହୁଥାଏ କି ମୁଁ ଏଠାରେ ଅଛି ଖୁସି ଅନୁଭବ କରୁଥିଲେ, ଆଉ ପରମେଶ୍ୱରଙ୍କ ନିକଟକୁ ଦୌଡ଼ି ଯାଉଥିଲେ। କିନ୍ତୁ ଏବେ ସେମାନେ ପରମେଶ୍ୱରଙ୍କୁ ଭୟ କରି ତାଙ୍କୁ ଦେଖିବାକୁ ଚାହୁଁନାହାନ୍ତି। ସେମାନେ ଆପଣା ମନରେ ଜାଣିଥିଲେ କି ସେମାନେ କିଛି ଭୁଲ କରିଛନ୍ତି। ଭାଇ ଓ ଭଉଣୀମାନେ, ପରୀକ୍ଷା ଏହି ପ୍ରକାର ଆସେ। ତାହା ଆତ୍ମାକୁ ନଷ୍ଟ କରିଦିଏ, ଆଉ ଆମ୍ଭମାନଙ୍କୁ ସ୍ୱର୍ଗ ରାଜ୍ୟରେ ପହଞ୍ଚିବାରେ ବିଫଳ ହେବାର କାରଣ ହୁଏ। କ'ଣ ଶୟତାନ ବିନା କୌଣସି କାରଣ ପାଇଁ ଗର୍ଜନ କରିବ? ଶୟତାନ କାହିଁକି ଗର୍ଜନ କରେ? ସେ ଆଉ ଏକ ଆତ୍ମାକୁ ନଷ୍ଟ କରିବା ପାଇଁ ଚାରିଦିଗରେ ଗର୍ଜନ କରେ, ହଁ ନା? ସେ କାହାକୁ ଗ୍ରାସ କରିବାକୁ ଗର୍ଜନ କରୁଅଛି? ଶୟତାନ ସେମାନଙ୍କୁ କାହାକୁ ଚିରିଦିଏ? ସେ ସେମାନଙ୍କୁ ପରୀକ୍ଷା ଦେଇ ଗ୍ରାସ କରେ। ପରମେଶ୍ୱର ଆମମାନଙ୍କୁ ପ୍ରାର୍ଥନା କରିବା ପାଇଁ କହିଛନ୍ତି କି ଆମେ ପରୀକ୍ଷାରେ ନ ପଡ଼ୁ। ଯେତେବେଳେ ଯୀଶୁ ଆମମାନଙ୍କୁ ଶିଖାଇଲେ କି ପ୍ରାର୍ଥନା କେମିତି କରିବାର ଅଛି, ତେବେ ପ୍ରାର୍ଥନାରେ କ'ଣ ସାମିଲ ଅଛି? ଅତଏବ ତୁମେମାନେ ଏହି ପ୍ରକାରେ ପ୍ରାର୍ଥନା କର, ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା,
ତୁମ ନାମ ପବିତ୍ର ବୋଲି ମାନ୍ୟ ହେଉ। ତୁମର ରାଜ୍ୟ ଆସୁ, ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। ଆମମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରୁଅଛୁ, ସେପରି ଆମମାନଙ୍କର ଅପରାଧ ସବୁ କ୍ଷମା କର। ପରୀକ୍ଷାରେ କ'ଣ ଆମମାନଙ୍କୁ ଆଣ ନାହିଁ। ବହୁତ ଗୁଡ଼ିଏ ପ୍ରାର୍ଥନା ମଧ୍ୟରୁ ଯୀଶୁ ଆମମାନଙ୍କୁ ଏହି ପ୍ରାର୍ଥନା କାହିଁକି ଶିଖାଇଲେ? ଆମମାନଙ୍କୁ ଏହା ମନେ ରଖିବା ଉଚିତ। ପରୀକ୍ଷାରେ ଆମମାନଙ୍କୁ ଆଣ ନାହିଁ। ପ୍ରତ୍ୟେକ ଥର ଯେତେବେଳେ ଆମ୍ଭେ ଜାଗ୍ରତ ହେଉ, ତେବେ ପରୀକ୍ଷା ହୁଏ। ପ୍ରତ୍ୟେକ ଥର ଯେତେବେଳେ ଆମ୍ଭେ କିଛି କରୁଅଛୁ, ତେବେ ପରୀକ୍ଷା ହୁଏ। ଆଉ ପ୍ରତ୍ୟେକ ଥର ଲୋକମାନେ ଏକତ୍ର ହୁଅନ୍ତି, ତେବେ ପରୀକ୍ଷା ହୁଏ। ଶୈତାନ ସର୍ବଦା ଆତ୍ମାର ସନ୍ଧାନରେ ଏଣେ ତେଣେ ଖୋଜି ବୁଲେ, ଆଉ ଆମମାନଙ୍କୁ ପ୍ରଲୋଭନ କରିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରେ। ଶୈତାନ ଆମମାନଙ୍କୁ ପରମେଶ୍ୱରଙ୍କୁ ଧୋକା ଦେବା ପାଇଁ ପ୍ରଲୋଭନ କରେ, ଆଉ ଆମମାନଙ୍କୁ ସତ୍ୟର ପରିତ୍ୟାଗ କରିବା ପାଇଁ ପ୍ରଲୋଭନ କରେ, ଓ ଆମମାନଙ୍କୁ ସ୍ୱର୍ଗକୁ ପରିତ୍ୟାଗ କରିବା ପାଇଁ ପ୍ରଲୋଭନ କରେ। ବିଶ୍ୱାସର ସମସ୍ତ ବିଶ୍ୱାସୀ ପରୀକ୍ଷାରେ ସ୍ଥିର ରହିବାର ଚେଷ୍ଟା କରନ୍ତି। ଏଥିପାଇଁ ପରୀକ୍ଷା ସେହି ଲୋକମାନଙ୍କ ପାଇଁ ଏବେ ଆଉ ପରୀକ୍ଷା ନାହିଁ, ଯେଉଁମାନେ ତାହା ଉପରେ ବିଜୟ ପ୍ରାପ୍ତ କରନ୍ତି। ଆଜି ଆମ୍ଭେ ପରମେଶ୍ୱରଙ୍କ ଆରାଧନା କରିବାରେ, ସ୍ତୁତି ଗୀତ ଗାଇବାରେ, ସିଓନର ପରିବାର ସଦସ୍ୟ ମଧ୍ୟରୁ ସାକ୍ଷାତ ହେବାରେ, ଆଉ ସୁସମାଚାର ପ୍ରଚାର କରିବାରେ, ଯାହା ପରମେଶ୍ୱର ଆମମାନଙ୍କୁ କରିବାର ଆଜ୍ଞା ଦେଇଛନ୍ତି, ଖୁସି ଅନୁଭବ କରୁଅଛୁ। ଯେତେବେଳେ ଆପଣ ଏହି ସମସ୍ତ କାର୍ଯ୍ୟକୁ କରିବାରେ ଆନନ୍ଦିତ ହୁଅନ୍ତି, ତେବେ ଏହାର ଅର୍ଥ କି ଆପଣ ଏକ ଭଲ ସ୍ଥିତିରେ ଅଛନ୍ତି। ଏକ ଉପଦେଶ କେବଳ ଏକ ଉପଦେଶ ନ ହେବା ଉଚିତ, କାରଣ ଏହା ପରମେଶ୍ୱରଙ୍କ ବାକ୍ୟକୁ ଶିଖିବାର ସମୟ। ତେବେ ଯଦି ହିଁ ଆମ୍ଭେ ଆରମ୍ଭରୁ ହିଁ ଜାଣିଅଛୁ, କିନ୍ତୁ ତାହା ମନରେ ରଖିବା ଉଚିତ। କିନ୍ତୁ ଯେତେବେଳେ ଆମ୍ଭେ ଏହା ଭାବୁଥାଇ ବ୍ୟଥା ଅନୁଭବ କରୁ କି ଉପଦେଶ ଏତେ ଲମ୍ବା କାହିଁକି, ମୁଁ ଗତଥର ଆରମ୍ଭରୁ ହିଁ ଏହି ଉପଦେଶକୁ ଶୁଣିଥିଲି, ମୋତେ ଗୋଟିଏ ବିଷୟକୁ ଦୁଇଥର ଦେଖିବା ପସନ୍ଦ ନୁହେଁ। ଯଦି ଆପଣ ଏପରି ଭାବନ୍ତି, ତେବେ ଆପଣଙ୍କୁ ଭାବିବା ଉଚିତ କି ମୁଁ ଶୟତାନର ଟାର୍ଗେଟ ହୋଇପାରେ, ଯିଏ ଗର୍ଜନ କରୁଥିବା ସିଂହ ତୁଲ୍ୟ ଖୋଜି ବୁଲୁଛି। ଆମ୍ଭମାନଙ୍କୁ କଦାପି ନିଜକୁ ସେହି ଅବସ୍ଥାରେ ନ ପଡ଼ିବା ଉଚିତ, ହଁ ନା? ବାଇବଲ ରେକର୍ଡ କରିଛି ଯେ ଆଦମ ଏବଂ ହବା ପରୀକ୍ଷାରେ ପଡ଼ି ମୂଳ ପାପ କରିଥିଲେ। ମାନବ ଜାତିଙ୍କ ମୂଳ ପାପ ପରୀକ୍ଷାରୁ ପରାଜିତ ହେବାର ପରିଣାମ ସ୍ୱରୂପ ହୋଇଥିଲା। ଯେତେବେଳେ ଆମ୍ଭେ ଚିନ୍ତା କରୁ, ତେବେ ଆମ୍ଭେ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବା କି ପରୀକ୍ଷା ଆମମାନଙ୍କ ବିଶ୍ୱାସର ଜୀବନରେ କେତେ ଦୁଷ୍ଟ ଓ ଆମମାନଙ୍କୁ ଏହା କେମିତି ଦୃଢ଼ତାରେ ଅସ୍ୱୀକାର କରିବା ଉଚିତ, ହଁ ନା? ପରୀକ୍ଷା ଆମମାନଙ୍କୁ ସାଂସାରିକ ମହିମା, ପ୍ରସିଦ୍ଧ, ଧନ, ଆନନ୍ଦ ଓ ପାପ ସହିତ ପ୍ରଲୋଭନ କରି ସ୍ୱର୍ଗ ପରିତ୍ୟାଗ କରିବା ଓ ପରମେଶ୍ୱରଙ୍କୁ ଧୋକା ଦେବାର ନେତୃତ୍ୱ କରିଥାଏ। ଏଥିପାଇଁ ଯଦି ଆପଣ ଚିନ୍ତା କରୁଛନ୍ତି, ମୋ ଆତ୍ମା ସେହି ପରିସ୍ଥିତିରେ ଅଧିକରୁ ଅଧିକ ହ୍ରାସ ହେଉଅଛି, ମୋତେ ଏହା ଖୁସି ଅନୁଭବ ହେଉନାହିଁ କି ମୁଁ ସ୍ୱର୍ଗ ଯାଉଅଛି, ତେବେ ଆପଣଙ୍କୁ ଏହା ବୁଝିବା ଉଚିତ କି ମୁଁ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ହୋଇପାରେ, ଯାହାକୁ ଶୟତାନ ଗର୍ଜନ କରୁଥିବା ସିଂହ ପରି ଗ୍ରାସ କରିବା ପାଇଁ ଖୋଜି ବୁଲୁଛି। ଆମମାନଙ୍କୁ ଏହା ଭୁଲିଯିବା ଉଚିତ ନୁହେଁ। ପୁଣି ଯୀଶୁ ପରୀକ୍ଷା ଉପରେ କେମିତି ବିଜୟ ପ୍ରାପ୍ତ କଲେ, ଆଉ ସେ ପରୀକ୍ଷାରେ କେମିତି ପୀଡ଼ିତ ହେଲେ, ଆସନ୍ତୁ ଆମ୍ଭେ ଏହା ଉପରେ ଏକ ନଜର ପକାଇବା। ମାଥ୍ୟୁ ଅଧ୍ୟାୟ 4ରେ ଅଛି। ଆସନ୍ତୁ ଆମ୍ଭେ ଅଧ୍ୟାୟ 4 ପଦ 1 ଦେଖିବା। ସେତେବେଳେ ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତ ହେଲେ। ପୁଣି 40 ଦିନ ଓ 40 ରାତି ଉପବାସ କରି ଶେଷରେ ଖୁଦିତ ହେଲେ। ସେ 40 ଦିନ ଓ ରାତି ଉପବାସ କଲେ। ଯଦି ଆମ୍ଭେ କେବଳ 3 ଦିନ ଉପବାସ କରୁ, ତେବେ ଆମ୍ଭେ ମଧ୍ୟ ବହୁତ ଦୁର୍ବଳ ଅନୁଭବ କରୁ। କିନ୍ତୁ ସେ 40 ଦିନ ଉପବାସ କଲେ। ଆମ୍ଭେ ବୁଝିପାରିବା କି ତାହାଙ୍କ ଯନ୍ତ୍ରଣା କେତେ ଅତ୍ୟଧିକ ହୋଇଥିବ। ପଦ 3, ଆଉ ପରୀକ୍ଷକ ଅର୍ଥାତ୍ ଶୟତାନ ତାହାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥର ଗୁଡ଼ିକ ରୁଟି ହେବା ପାଇଁ ଆଜ୍ଞା ଦିଅ। କିନ୍ତୁ ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୁଟିର ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ତେବେ ସେ କହୁଥିଲା, ତୁମ୍ଭେ ବର୍ତ୍ତମାନ ବହୁତ ଭୋକିଲା କି ନୁହଁ? ତେବେ ତୁମ୍ଭେ କାହିଁକି ଏହି ପଥର ଗୁଡ଼ିକୁ ରୁଟି ତିଆରି କରି ଖାଉନାହଁ? ପୁଣି ଯୀଶୁ କ'ଣ କହିଲେ? ଯୀଶୁ ଶୟତାନକୁ ଏକ ଶିକ୍ଷା ଦେଲେ। ତୁମ୍ଭେ କେମିତି କହିପାରିବ କି ମନୁଷ୍ୟ କେବଳ ରୁଟି ଦ୍ୱାରା ହିଁ ବଞ୍ଚିପାରିବ? ପରମେଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବା ହିଁ ବଞ୍ଚିବାର ଉଚିତ ପ୍ରଣାଳୀ।
ନା କେବଳ ସେ ପରୀକ୍ଷା ଉପରେ ବିଜୟ ପ୍ରାପ୍ତ କଲେ, କିନ୍ତୁ ସେ ଶୟତାନକୁ ଶିଖାଇଲେ। ଏଥିପାଇଁ ଶୟତାନ ଜାଣିନଥିଲା କି କ'ଣ କରିବାର ଅଛି। ଶୟତାନ ତାହାକୁ ଦ୍ୱିତୀୟ ପରୀକ୍ଷା କଲା। ଆସନ୍ତୁ ଆମ୍ଭେ ପଦ 5 ଦେଖିବା। ତହିଁ ଉତ୍ତାରେ ଶୟତାନ ତାହାକୁ ପୁଣି ନଗରୀକୁ ଘେନିଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାକୁ କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁ ପଡ଼, କାରଣ ଲେଖା ଅଛି, ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତଡ଼ି ଧରିବେ। ଯୀଶୁ ତାହାଙ୍କୁ କହିଲେ, ଆହୁରି ଲେଖା ଅଛି, ତୁମେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ। ପରମେଶ୍ୱର ପରୀକ୍ଷାର ବସ୍ତୁ ନୁହନ୍ତି। କ'ଣ ପରମେଶ୍ୱର ତାହା କରିପାରିବେ କି ନାହିଁ? ପରମେଶ୍ୱର ସେ ନୁହନ୍ତି ଯାହାକୁ ଆମ୍ଭେ ଏହିପରି ପରୀକ୍ଷା କରିବା ଉଚିତ, କିନ୍ତୁ ଯାହାକୁ ଆମ୍ଭେ ବିଶ୍ୱାସ କରିବା ଉଚିତ। ଦ୍ୱିତୀୟ ବିବରଣ ଅଧ୍ୟାୟ 6ରେ ପରମେଶ୍ୱର କହିଲେ କି ଆମ୍ଭମାନଙ୍କୁ କଦାପି ପରମେଶ୍ୱରଙ୍କୁ ପରୀକ୍ଷା କରିବା ଉଚିତ ନୁହେଁ। ପରମେଶ୍ୱରଙ୍କ ପରୀକ୍ଷା କରୁଥିବା ସମସ୍ତ ଲୋକମାନଙ୍କର ଦୁର୍ଭାଗ୍ୟପୂର୍ଣ୍ଣ ପରିଣାମ ଥିଲା। ଇସ୍ରାଏଲମାନଙ୍କ ବିନାଶର ଏକ ବଡ଼ କାରଣ ଏହା କି ସେମାନେ ପରମେଶ୍ୱରଙ୍କୁ ପରୀକ୍ଷା କଲେ। ତାଙ୍କର ପରୀକ୍ଷା ହେତୁ ଆମ୍ଭେ ବାଇବଲରେ ପରମେଶ୍ୱରଙ୍କ ବିନାଶର ଅନେକ ରେକର୍ଡ ଦେଖିପାରିବା। ଏଠାରେ ଯୀଶୁ କହିଲେ, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ। ପଦ 8, ପୁନଶ୍ଚ ଶୟତାନ ତାହାକୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ଘେନିଯାଇ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶ୍ୱର୍ଯ୍ୟ ଦେଖାଇ କହିଲା, ତୁମ୍ଭେ ଯେବେ ଆମ୍ଭକୁ ଭୂଇଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା। ସରଳ ଭାବରେ କହିବାକୁ ଗଲେ ସେ ଯୀଶୁଙ୍କୁ ନିଜର ଆତ୍ମା ବିକ୍ରୟ କରିବାକୁ କହୁଥିଲେ। ଯେତେବେଳେ ଶୟତାନ ତାଙ୍କୁ ସବୁକିଛି ଦେବାର ଚୁକ୍ତି ଦେଇ ତାଙ୍କୁ ଆତ୍ମା ବିକ୍ରୟ କରିବାକୁ କହିଲେ, ତେବେ ଯୀଶୁ ତାହା ଉପରେ ହସିଲେ। ଯୀଶୁ ସେମିତି କାହିଁକି କଲେ? ଏହା ଏଥିପାଇଁ ଥିଲା କାରଣ ଶୟତାନର ପରାମର୍ଶ ଅତ୍ୟନ୍ତ ବେକାର ଥିଲା। ବ୍ରହ୍ମାଣ୍ଡରେ ଏହି ପୃଥିବୀର ଆକାର ଏବଂ ମୂଲ୍ୟ ପରମେଶ୍ୱର ଅନ୍ୟମାନଙ୍କ ଅପେକ୍ଷା ଭଲ ଜାଣନ୍ତି। ଏହି ପୃଥିବୀ କେତେ ଅର୍ଥହୀନ, ଏହା ବାଲ୍ଟିରେ କେବଳ ଏକ ବୁନ୍ଦା ପାଣି ପରି। କିନ୍ତୁ ଶୟତାନ ଯୀଶୁଙ୍କ ସହିତ ଏପରି କଥାବାର୍ତ୍ତା କରୁଥିଲା କି ଯଦି ସେ ତାଙ୍କୁ ପ୍ରଣାମ କରିବ, ତେବେ ସେ ତାଙ୍କୁ କିଛି ମହାନ ବସ୍ତୁ ଦେବାକୁ ଯାଉଅଛି। କ'ଣ ହେବ ଯଦି ମୁଁ ଆପଣଙ୍କୁ କିଛି ମୁସ୍କିଲ ବସ୍ତୁ ମାଗିଲି ଓ କହିଲି, ଯଦି ଆପଣ ଏହା କରିବେ, ତେବେ ମୁଁ ଆପଣଙ୍କୁ ଚକୋଲେଟ୍ ଦେବି, ଆପଣ କ'ଣ କରିବେ? ଆପଣ କହିବେ, ମୋତେ ତାହା ଦରକାର ନାହିଁ। ଏହା ଏପରି ହିଁ କଥା ଥିଲା। ପଦ 10ରେ ଯୀଶୁ କ'ଣ କହିଲେ? ତହିଁରେ ଯୀଶୁ ତାହାକୁ କହିଲେ, ଦୂର ହ ଶୟତାନ। ଅନ୍ୟ ଶବ୍ଦରେ ସେ କହୁଥିଲେ, ନିର୍ବୋଧତାକୁ ବନ୍ଦ କର, କାରଣ ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ। ଏଥିରେ ଶୟତାନ ତାହାଙ୍କୁ ଛାଡ଼ି ଚାଲିଗଲା, ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ। ଭାଇ ଓ ଭଉଣୀମାନେ, ଯେତେବେଳେ ଆମେମାନେ ବିଶ୍ୱାସର ଜଙ୍ଗଲରେ ଚାଲୁଅଛୁ, ତେବେ ଏପରି ପରୀକ୍ଷା ପ୍ରତ୍ୟେକ ଦିନ ଆସିପାରେ। ବହୁତ ଗୁଡ଼ିଏ ବସ୍ତୁ ଦ୍ୱାରା ଶୟତାନ ଚେଷ୍ଟା କରେ କି ଆମେ ସ୍ୱର୍ଗ ବିଷୟରେ ହାର ମାନିବା ଏବଂ ପରିତ୍ରାଣକୁ ପରିତ୍ୟାଗ କରୁ। ଏଥିପାଇଁ ଯୀଶୁ ମଥିୟ ଅଧ୍ୟାୟ 23ରେ କହିଲେ, କିନ୍ତୁ ହାୟ ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ୱର୍ଗ ରାଜ୍ୟ ରୁଦ୍ଧ କରୁଥାଅ। ତୁମେମାନେ ତ ନିଜେ ପ୍ରବେଶ କରୁନାହଁ, ପୁଣି ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉନାହଁ। ଏହି ପୃଥିବୀରେ ସେମାନଙ୍କ ପରି ବହୁତ ଲୋକ ଅଛନ୍ତି। ବେଳେବେଳେ କୌଣସି ବ୍ୟକ୍ତି ବା ପରିସ୍ଥିତି ବା ସାମଗ୍ରୀ ହୁଏତ ଆମମାନଙ୍କୁ ବାଧା ଦେଇପାରେ। ସହସ୍ର ବସ୍ତୁ ଅଛି ଯାହା ଆମମାନଙ୍କୁ ସ୍ୱର୍ଗ ଯିବା ପଥରେ ଅଟକାଇଥାଏ। ଏଥିପାଇଁ ଆମମାନଙ୍କୁ ଏହି ବିଷୟ ଉପରେ ଧ୍ୟାନ ଦେବା ଉଚିତ କି ଯେତେବେଳେ ମଧ୍ୟ ଯୀଶୁଙ୍କ ପରୀକ୍ଷା କରାଯାଇଥିଲା, ତେବେ ସେ କେଉଁ ପ୍ରକାରେ ସେଥିରୁ ବିଜୟ ପ୍ରାପ୍ତ କଲେ। ଯଦି ଆମେମାନେ କେବଳ ସେହି ପ୍ରଣାଳୀର ଅନୁସରଣ କରିବା ଯାହା ସେ ଆମମାନଙ୍କୁ ଶିଖାଇଲେ, ତେବେ ଆମେ ସମସ୍ତ ପରୀକ୍ଷାରେ ବିଜୟ ପ୍ରାପ୍ତ କରିପାରିବା। ଯେତେବେଳେ ଶୟତାନ ଯୀଶୁଙ୍କ ପରୀକ୍ଷା କଲା, ତେବେ ଯୀଶୁ ତାହାଙ୍କୁ ପ୍ରଥମେ ଯେଉଁ ଶିକ୍ଷା ଦେଲେ ତାହା ଏହା ଥିଲା କି ଶାରୀରିକ ଭୋଜନ ସ୍ୱୟଂ ହିଁ ସେତିକି ମହତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଏହା କି ପରମେଶ୍ୱରଙ୍କ ବାକ୍ୟର ଭୋଜନ ଅଧିକ ବହୁମୂଲ୍ୟ। ଦ୍ୱିତୀୟ, ଯୀଶୁ ତାଙ୍କୁ ଶିଖାଇଲେ କି ପରମେଶ୍ୱର କେବେ ମଧ୍ୟ ପରୀକ୍ଷାର ବସ୍ତୁ ନ ହେବା ଦରକାର। ତୃତୀୟ, ଯୀଶୁ ତାଙ୍କୁ ଶିଖାଇଲେ କି କେବଳ ପରମେଶ୍ୱରଙ୍କ ଉପାସନା କରିବା ଦରକାର ଓ ଅନ୍ୟ ଆଉ କାହାରି ଉପାସନା କରିବା ଉଚିତ ନୁହଁ। ଶୟତାନ ଚାହୁଁଥିଲା କି ତାହାର ଉପାସନା କରାଯାଉ। ଆମମାନଙ୍କ ନିମନ୍ତେ ମଧ୍ୟ ବିଶ୍ୱାସର ପଥରେ ଚାଲୁଥାଏ। ଯଦି ଆମେମାନେ ଏହା ଚିନ୍ତା କରି ସଦସ୍ୟଙ୍କ ଠାରୁ ସେବା ପାଇବାର ଚାହିଁଥାଉ, ହଁ ମୁଁ ଜଣେ ପାଦ୍ରୀ, ମୁଁ ଜଣେ ଦାଙ୍ଗିଜାନିମ, ମୁଁ ଜଣେ ଶୀର୍ଷକ ପଦ ଧାରକ, ତେବେ ଆମମାନଙ୍କ ଆତ୍ମା ଭଲ ପରିସ୍ଥିତିରେ ନାହିଁ। ଆମମାନଙ୍କୁ ପରସ୍ପର ସମ୍ମାନ କରିବାର ଆବଶ୍ୟକତା ଅଛି।
ଯଦି ଆପଣ ଚିନ୍ତା କରୁଛନ୍ତି ମୁଁ କିଛି ପ୍ରାପ୍ତ କରିବାକୁ ଚାହୁଁଅଛି, ତେବେ ଆପଣଙ୍କୁ ଏହା ବୁଝିବା ଉଚିତ କି ଆପଣ ଏକ ଭଲ ପରିସ୍ଥିତିରେ ନାହାନ୍ତି ଆଉ ଆପଣଙ୍କୁ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବାର ଆବଶ୍ୟକତା ଅଛି। ଶୈତାନ ଯୀଶୁଙ୍କୁ ଆପଣାର ଉପାସନା କରିବାକୁ କହିଲା। ଆମ୍ଭମାନଙ୍କୁ କେବଳ କାହାର ଉପାସନା କରିବା ଉଚିତ? ଶିକ୍ଷା କେବଳ ପରମେଶ୍ୱରଙ୍କ ଉପାସନା କରିବ। ଏହା ପରମେଶ୍ୱରଙ୍କ ଶିକ୍ଷା। ତୁମେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ ଆଉ କେବଳ ତାହାଙ୍କର ଉପାସନା କରିବ। ଯୀଶୁ ଶୈତାନଙ୍କୁ ଏହା ବୁଝିବାକୁ ଦେଲା କି ଆମ୍ଭେମାନେ କେବଳ ପରମେଶ୍ୱରଙ୍କ ଉପାସନା କରିବା ଉଚିତ। ଏହା ଲେଖା ଅଛି, ଏଥିରେ ଶୈତାନ ତାହାଙ୍କୁ ଛାଡ଼ି ଚାଲିଗଲା। ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ। ଶୈତାନର ସମସ୍ତ ପ୍ରଲୋଭନରେ ଜୟଲାଭ କଲା ପରେ ଯୀଶୁ ପ୍ରଚାର କରିବା ଆରମ୍ଭ କଲେ। ବାଇବଲ କହିଥାଏ କି ପରୀକ୍ଷାର ସମୟ ସମଗ୍ର ଜଗତର ସମସ୍ତ ଲୋକଙ୍କ ଉପରେ ଆସିବ। ଏଥିପାଇଁ ଏହା ସମସ୍ତଙ୍କ ଉପରେ ଆସିବ। ଆମମାନଙ୍କୁ ଏହା ଦେଖିବା ଉଚିତ କି ଯୀଶୁ କେଉଁ ପ୍ରକାର ପରୀକ୍ଷା ଉପରେ ଜୟଲାଭ କଲେ ଆଉ ତାହାଙ୍କ ଉଦାହରଣର ପାଳନ କରିବା ଉଚିତ। ଆସନ୍ତୁ ଆମେମାନେ ଆୟୁବ ଅଧ୍ୟାୟ 1 ଉପରେ ଏକ ନଜର ଦେବା। ଆୟୁବ ବିଶ୍ୱାସର ଜଣେ ମହାନ ବ୍ୟକ୍ତି ଥିଲେ। କିଛି ଲୋକ ପଚାରି ପାରନ୍ତି, ତାହା ପାଖରେ ମହାନ ବିଶ୍ୱାସ ଥିଲା, ତେବେ ସେ ପରୀକ୍ଷାରେ କାହିଁକି ଅତିବାହିତ କଲା? ଯେତେବେଳେ ଆୟୁବର ବିଶ୍ୱାସ ଭଲ ଥିଲା, ତେବେ ଶୈତାନକୁ ତାହାର ବିଶ୍ୱାସ ପ୍ରତି ଈର୍ଷା ହେଉଥିଲା ଓ ସେ ତାହାର ପରୀକ୍ଷା କଲା। ଆସନ୍ତୁ ଆମେମାନେ ଆୟୁବ ଅଧ୍ୟାୟ 1 ପଦ 1 ପଢ଼ିବା। ଉଷ ଦେଶରେ ଆୟୁବ ନାମକ ଏକ ବ୍ୟକ୍ତି ଥିଲା ଆଉ ସେହି ମନୁଷ୍ୟ ସିଦ୍ଧ ଓ ସରଳ ଓ ପରମେଶ୍ୱର ଭୟକାରୀ ଓ କୁକିରିୟତ୍ୟାଗୀ ଥିଲା। ପୁଣି ତାହାର 7 ପୁତ୍ର ଓ 7 କନ୍ୟା ଜନ୍ମିଥିଲେ। ମଧ୍ୟ ତାହାର ସମ୍ପତ୍ତି 7,000 ମେଷ ଓ 3,000 ଉଷ୍ଟ୍ର ଓ 500 ହଳବଳଦ ଓ 500 ଗର୍ଦ୍ଦଭି ଓ ଅତି ବଡ଼ ପରିବାର ଥିଲା। ତେଣୁ ସେ ପୂର୍ବ ଦେଶୀୟ ସମସ୍ତ ଲୋକଙ୍କ ଅପେକ୍ଷା ମହାନ ହୋଇଥିଲା। ଆଉ ତାହାର ପୁତ୍ରମାନେ ଯାଇ ପ୍ରତ୍ୟେକେ ଆପଣା ଆପଣା ଦିନରେ ଆପଣା ଆପଣା ଗୃହରେ ଭୋଜ କଲେ। ପୁଣି ସେମାନେ ଲୋକ ପଠାଇ ଆପଣାମାନଙ୍କ ସଙ୍ଗେ ଭୋଜନପାନ କରିବା ପାଇଁ ଆପଣାମାନଙ୍କ 3 ଭଗିନୀଙ୍କୁ ନିମନ୍ତ୍ରଣ କଲେ। ଆୟୁବ ଜଣେ ଅନୁକରଣୀୟ ଖ୍ରୀଷ୍ଟିଆନର ସବୁଠାରୁ ଆଦର୍ଶ ଜୀବନଯାପନ କଲା। ତାହାର ସନ୍ତାନମାନେ ଆପଣା ସନ୍ତାନୋଚିତ କର୍ତ୍ତବ୍ୟକୁ ପୁରା କଲେ। ମାତା ପିତା ଆପଣା ସନ୍ତାନଙ୍କୁ ବହୁତ ପ୍ରେମ ଦେଲେ ଆଉ ସେମାନେ ସମସ୍ତେ ପରସ୍ପର ସହିତ ବହୁତ ପ୍ରେମ କରୁଥିଲେ। ପଦ 5, ପୁଣି ପାଳିକ୍ରମେ ସେମାନଙ୍କ ଭୋଜର ଦିନ ଗତ ହୁଅନ୍ତେ ଆୟୁବ ସେମାନଙ୍କୁ ଡକେଇ ପବିତ୍ର କଲା ଓ ଅତି ପ୍ରଭାତରେ ଉଠି ସେ ସମସ୍ତଙ୍କ ସଂଖ୍ୟା ଅନୁସାରେ ହୋମବଳି ଉତ୍ସର୍ଗ କଲା। କାରଣ ଆୟୁବ କହିଲା, ହୋଇପାରେ ଆମ୍ଭର ପୁତ୍ରମାନେ ପାପ କରିଥିବେ ଓ ମନେ ମନେ ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିବେ। ଏହି ରୂପେ ଆୟୁବ ସର୍ବଦା କଲା। ପଦ 6, ଦିନକରେ ପରମେଶ୍ୱରଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ଆସନ୍ତେ ଶୈତାନ ହିଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଲା। ସେଥିରେ ସଦାପ୍ରଭୁ ଶୈତାନକୁ କହିଲେ, ତୁମ୍ଭେ କେଉଁଠାରୁ ଆସିଲ? ତହିଁରେ ଶୈତାନ ସଦାପ୍ରଭୁଙ୍କ ଉତ୍ତର କରି କହିଲା, ପୃଥିବୀରେ ଏଣେ ତେଣେ ଭ୍ରମଣ ଓ ତହିଁ ମଧ୍ୟରେ ଗମନାଗମନ କରି କରି ଆସିଲି। ତହୁଁ ସଦାପ୍ରଭୁ ଶୈତାନକୁ କହିଲେ, ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ମନ ଦେଇଅଛ? କାରଣ ତାହାର ସମାନ ସିଦ୍ଧ ଓ ସରଳ ପରମେଶ୍ୱର ଭୟକାରୀ ଓ କୁକିରିୟତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ। ତେବେ ଶୈତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ଆୟୁବ କଣ ଆକାରଣରେ ପରମେଶ୍ୱରଙ୍କୁ ଭୟ କରୁଅଛି? କିଛି ତ କାରଣ ଥିବ। ଆୟୁବ ଆପଣଙ୍କ ଉପରେ ବିଶ୍ୱାସ କରେ ପରମେଶ୍ୱର, କାରଣ ଆପଣ ତାହାକୁ ବହୁତ ଧନ ଓ ତାହାର ଘର ନିମନ୍ତେ ବହୁତ ଆଶୀର୍ବାଦ ଦିଅନ୍ତି। ଯଦି ଆପଣ ତାହାର ପରିବାରକୁ କିଛି କଷ୍ଟ ଦିଅନ୍ତି, ତେବେ ସେ ଆପଣଙ୍କୁ ଶୀଘ୍ର ଧୋକା ଦେବ। ଶୈତାନ ପରମେଶ୍ୱରଙ୍କୁ ଏହି ପରାମର୍ଶ ଦେଲା। ପଦ 10, ତୁମେ କଣ ତାହାର ଚତୁର୍ଦିଗରେ ପୁଣି ତାହାର ଗୃହରେ ଓ ତାହାର ସର୍ବସ୍ୱର ଚତୁର୍ଦିଗରେ ବାଡ଼ ଦେଇନାହ? ତୁମ୍ଭେ ତାହାର ହସ୍ତକୃତ କାର୍ଯ୍ୟରେ ଆଶୀର୍ବାଦ ଦେଇଅଛ ଓ ଦେଶରେ ତାହାର ସମ୍ପତ୍ତି ବୃଦ୍ଧି ପାଇଅଛି। ମାତ୍ର ଏବେ ଆପଣା ହସ୍ତ ବିସ୍ତାର କରି ତାହାର ସର୍ବସ୍ୱ ସ୍ପର୍ଶ କର, ତହିଁରେ ସେ ତୁମ୍ଭକୁ ତୁମ୍ଭ ମୁଖ ଆଗରେ ପରିତ୍ୟାଗ କରିବ। ସେଥିରେ ପରମେଶ୍ୱର କହିଲେ, ମୋ ଦାସ ଆୟୁବ ଏପରି କେବେ ହେଁ କରିବ ନାହିଁ। ଆସନ୍ତୁ ଆମେମାନେ ପଦ 12ରେ ଜାରି ରହିବା। ତହୁଁ ସଦାପ୍ରଭୁ ଶୈତାନକୁ କହିଲେ, ଦେଖ, ତାହାର ସର୍ବସ୍ୱରେ ତୁମ୍ଭର କ୍ଷମତା ଅଛି, କେବଳ ତହିଁ ଉପରେ ତୁମ୍ଭେ ହସ୍ତ ନ ଦିଅ। ତହିଁରେ ଶୈତାନ ସଦାପ୍ରଭୁଙ୍କ ସାକ୍ଷାତରୁ ବାହାରିଗଲା। ପରମେଶ୍ୱର କହିଲେ, ମୋ ଦାସ ଆୟୁବ ଏପରି କେବେ ହେଁ କରିବ ନାହିଁ। ଯଦି ତୁମ୍ଭେ ତାହାର ବିଶ୍ୱାସକୁ ମାନି ପାରୁନାହ, ତେବେ ତୁମ୍ଭେ ଯାହା ଇଚ୍ଛା ତାହା ସହିତ କରିପାର, କିନ୍ତୁ କେବଳ ତାହାର ଶରୀରରେ ହାତ ଦେବ ନାହିଁ। ପଦ 14, ଏପରି ସମୟରେ ଆୟୁବ ନିକଟକୁ ଏକ ଦୂତ ଆସି କହିଲା, ବଳଦମାନେ ହଡ଼ ବୁଲାଉଥିଲେ ଓ ସେମାନଙ୍କ ନିକଟରେ ଗର୍ଦ୍ଦଭମାନେ ଚରୁଥିଲେ। ଏଥିମଧ୍ୟରେ ସିବାୟମାନେ ଆକ୍ରମଣ କରି ସେମାନଙ୍କୁ ନେଇଗଲେ। ଆହୁରି ସେମାନେ ଖଡ଼ଗଧାରରେ ଦାସମାନଙ୍କୁ ବଧ କଲେ। ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି। ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, ଆକାଶରୁ ପରମେଶ୍ୱରଙ୍କ ଅଗ୍ନି ପଡ଼ି ମେଷପଲ ଓ ଦାସମାନଙ୍କୁ ଦଗ୍ଧ କରି ଗ୍ରାସ କରିଅଛି।
ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି। ଯେତେବେଳେ ପରୀକ୍ଷା ଆରମ୍ଭ ହେଲା ସେତେବେଳେ ତାହାକୁ ଏଠି ଓ ସେଠି ବିଭିନ୍ନ ପ୍ରକାର କ୍ଷତି ହେଲା। ତାହାର ସେବକମାନେ ମରିଗଲେ ଆଉ ସେ ଆପଣା ସମ୍ପତ୍ତି ହରାଇଲା। ଏହି ମାମଲା ଗୋଟିଏ ପରେ ଗୋଟିଏ ଆୟୁବ ପାଖରେ ରିପୋର୍ଟ କରାଗଲା। ପଦ 17 ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, କଦଲୀୟମାନେ 3 ଦଳ ହୋଇ ଉଷ୍ଟ୍ରପଲ ଆକ୍ରମଣ କରି ସେମାନଙ୍କୁ ନେଇଗଲେ, ଆହୁରି ଖଡ଼ଗଧାରରେ ଦାସମାନଙ୍କୁ ବଧ କଲେ। ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି। କିଛି ଭଲ ଖବର ନଥିଲା, କେବଳ ଖରାପ ଖବର ତାହା ପାଖରେ ଅଣାଯାଇଥିଲା। ପଦ 18 ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, ଆପଣଙ୍କ ପୁତ୍ର ଓ କନ୍ୟାଗଣ ସେମାନଙ୍କ ଜ୍ୟେଷ୍ଠ ଭ୍ରାତାର ଗୃହରେ ଭୋଜନ ଓ ଦ୍ରାକ୍ଷରସ ପାନ କରୁଥିଲେ। ଏଥିମଧ୍ୟରେ ଦେଖନ୍ତୁ ପ୍ରାନ୍ତର ଆଡୁ ପ୍ରବଳ ବାୟୁ ଆସି ଗୃହର ଚାରିକୋଣରେ ଲାଗନ୍ତେ ତାହା ଯୁବକମାନଙ୍କ ଉପରେ ପଡ଼ିଲା, ତହିଁରେ ସେମାନେ ମଲେ। ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି। ତାହାର ସନ୍ତାନମାନେ ମରିଗଲେ ଏବଂ ତାହାର ଧନ ଗୋଟିଏ ପରେ ଗୋଟିଏ ଅଦୃଶ୍ୟ ହେଲା। ପଦ 20 ସେତେବେଳେ ଆୟୁବ ଉଠି ଆପଣା ବସ୍ତ୍ର ଚିରିଲା ଓ ଆପଣା ମସ୍ତକ ମୁଣ୍ଡନ କଲା ଓ ଭୂମିରେ ପଡ଼ି ପ୍ରଣାମ କଲା। ଆଉ ସେ କହିଲା, ମୁଁ ମାତାର ଗର୍ଭରୁ ଉଲଙ୍ଗ ଆସିଅଛି ଓ ମୁଁ ଉଲଙ୍ଗ ହୋଇ ସେଠାକୁ ଫେରିଯିବି। ତେବେ ସେ କହୁଥିଲା କି ସେ ଖାଲି ହାତ ଆସିଛି ଆଉ ଖାଲି ହାତ ଯିବ, ହଁ ନା? ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇଅଛନ୍ତି। ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ। ଏହି ସବୁରେ ଆୟୁବ ପାପ କଲା ନାହିଁ ଅବା ପରମେଶ୍ୱରଙ୍କ ଉପରେ ଅବିବେଚନାର ଦୋଷାରୋପ କଲା ନାହିଁ। ଭାଇ ଓ ଭଉଣୀମାନେ, ଯଦି ଆପଣଙ୍କ ପରିବାର ଅପ୍ରତ୍ୟାଶିତ ଭାବରେ ଏହି ପ୍ରକାରର ପରିସ୍ଥିତିର ସମ୍ମୁଖୀନ କରିବ, ତେବେ ଆପଣ କ'ଣ ଚିନ୍ତା କରିବେ? ମୁଁ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରେ, ତଥାପି ମୋ ପରିବାର ସହିତ ଏପରି କାହିଁକି ହେଉଅଛି? ତାଙ୍କର ସମସ୍ତ ମେଷପଲ କ୍ଷେତରେ ନିହିତ ହେଲେ, ଆଉ ମେଷପଲର ଦେଖାଶୁଣା କରୁଥିବା ସମସ୍ତ ସେବକ ହତ ହେଲେ, ଆଉ ତାହାର ସମସ୍ତ ସନ୍ତାନ ମରିଗଲେ। ପୁଣି ସେ ଆପଣା ସମସ୍ତ ସମ୍ପତ୍ତି ହରାଇଲେ। ତଥାପି ଆୟୁବ କହିଲେ, ଯେତେବେଳେ ମୁଁ ମୋ ମାଙ୍କର ଶିଶୁରୁ ଜନ୍ମ ହୋଇଥିଲି ସେତେବେଳେ ମୁଁ ଖାଲି ହାତରେ ଜନ୍ମ ହୋଇଥିଲି। ତେଣୁ କ'ଣ ଏହା ସ୍ୱାଭାବିକ ନୁହେଁ ଯେ ମୁଁ ଖାଲି ହାତରେ ଚାଲି ଯାଉଅଛି? ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇଅଛନ୍ତି। ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ। ଆଉ ଏହା ଲେଖା ଅଛି, ଏହି ସମସ୍ତ ବିଷୟରେ ମଧ୍ୟ ଆୟୁବ ନା ତ ପାପ କଲା ଆଉ ନା ହିଁ ପରମେଶ୍ୱରଙ୍କ ଉପରେ ମୂର୍ଖତାରେ ଦୋଷ ଦେଲା। ଯେତେବେଳେ ତାହାଙ୍କ ସନ୍ତାନ ଏକ ସଙ୍ଗରେ ଥିଲେ ସେତେବେଳେ ଘର ଭୁଷୁଡ଼ି ଯିବାରୁ ସେହି ସମସ୍ତଙ୍କ ମୃତ୍ୟୁ ହୋଇଗଲା, ଆଉ ସେ ଆପଣା ସମସ୍ତ ସମ୍ପତ୍ତି ହରାଇ ଦେଲା, ଆଉ ତାହାର ସମସ୍ତ ସେବକ ମଧ୍ୟ ହତ ହେଲେ। କ'ଣ ଆପଣଙ୍କୁ ଲାଗୁଅଛି କି ଆପଣ ଏହି ପରିସ୍ଥିତିରେ ଏପରି କହିପାରିବେ? ଯେଉଁ ସମୟରେ ମଧ୍ୟ ମୁଁ ଆୟୁବଙ୍କ ପୁସ୍ତକ ପଢ଼େ, ତେବେ ମୋତେ ଲାଗେ କି ସେ ବହୁତ ଅଦ୍ଭୁତ ଅଟନ୍ତି, କି ସେ ଏହି ସଂସାରର ବ୍ୟକ୍ତିଙ୍କ ତୁଲ୍ୟ ଦେଖାଯାଉନାହାନ୍ତି। ପରମେଶ୍ୱର ଏହାକୁ ବାଇବଲରେ କାହିଁକି ଲେଖିଛନ୍ତି? ରୋମିଓ ଅଧ୍ୟାୟ 15ରେ ପରମେଶ୍ୱର କହନ୍ତି ଯେ ସେ ଯାହା କିଛି ମଧ୍ୟ ଲେଖିଥିଲେ ତାହା ଆମମାନଙ୍କ ଶିକ୍ଷା ନିମନ୍ତେ ଥିଲା, ହଁ ନା? ସେ ଆମମାନଙ୍କୁ ଏହି ବାକ୍ୟ ଦେଲେ ଯାହାଦ୍ୱାରା ଆମେମାନେ ମଧ୍ୟ ଏହି ପ୍ରକାର ବିଶ୍ୱାସ ରଖିପାରିବା, ହଁ ନା? ଆସନ୍ତୁ ଆମେମାନେ ପଦ 2 ଦେଖିବା। ପୁନର୍ବାର ଦିନକରେ ପରମେଶ୍ୱରଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ଆସନ୍ତେ, ଶୟତାନ ହିଁ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆସିଲା। ସେଥିରେ ସଦାପ୍ରଭୁ ଶୟତାନକୁ କହିଲେ, ତୁମେ କେଉଁଠାରୁ ଆସିଲ? ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ପୃଥିବୀରେ ଏଣେ ତେଣେ ଭ୍ରମଣ ଓ ତହିଁ ମଧ୍ୟରେ ଗମନାଗମନ କରି କରି ଆସିଲି। ତହୁଁ ସଦାପ୍ରଭୁ ଶୟତାନକୁ କହିଲେ, ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ମନ ଦେଇଅଛ, କାରଣ ତାହାର ମନ ସିଦ୍ଧ ଓ ସରଳ। ପରମେଶ୍ୱର ଭୟକାରୀ ଓ କୁକୃତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ। ପୁଣି ଅକାରଣରେ ତାହାକୁ ନାଶ କରିବା ପାଇଁ ତୁମ୍ଭେ ତାହା ବିରୁଦ୍ଧରେ ଆମ୍ଭକୁ ପ୍ରବର୍ତ୍ତାଇଲେ ହେଁ ସେ ଏଯାଏଁ ଆପଣା ସରଳତା ଅର୍ଥାତ୍ ଆପଣା ବିଶ୍ୱାସ ଦୃଢ଼ କରି ଧରିଅଛି। ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ଚର୍ମ ନିମନ୍ତେ ଚର୍ମ, ଆପଣା ପ୍ରାଣ ନିମନ୍ତେ ମନୁଷ୍ୟ ସର୍ବସ୍ୱ ଦେବ। ମାତ୍ର ତୁମ୍ଭେ ଏବେ ହସ୍ତ ବଢ଼ାଇ ତାହାର ଅସ୍ଥି ଓ ମାଂସ ସ୍ପର୍ଶ କର, ତହିଁରେ ସେ ତୁମ୍ଭ ମୁଖ ଆଗରେ ତୁମ୍ଭକୁ ପରିତ୍ୟାଗ କରିବ। ଶୟତାନ କହିଲା, ସେ ପରମେଶ୍ୱରଙ୍କୁ ମହିମା ଦେଲା ଓ ତାହାଙ୍କ ପ୍ରଶଂସା କଲା, କାରଣ ସେ ତାହାଙ୍କ ସଙ୍ଗରେ ନୁହେଁ, ମାତ୍ର ତାହା ଆଖପାଖର ଲୋକମାନଙ୍କ ସଙ୍ଗରେ ହେଲା। ତାଙ୍କ ସନ୍ତାନ ମରିଗଲେ ଓ ତାଙ୍କ ସମ୍ପତ୍ତି ନଷ୍ଟ ହୋଇଗଲା। ଯଦି ତୁମେ ତାହା ଶରୀର ଉପରେ ଆଘାତ କରିବ, ତେବେ ଏହା ଏକ ଭିନ୍ନ କାହାଣୀ ହେବ। ଶୟତାନ ଦ୍ୱିତୀୟ ଥର ପରମେଶ୍ୱରଙ୍କ ଠାରେ ବାଜି ଲଗାଇଲା। ପଦ 6 ତହିଁରେ ସଦାପ୍ରଭୁ ଶୟତାନକୁ କହିଲେ, ଦେଖ ସେ ତୁମ୍ଭର ହସ୍ତଗତ, କେବଳ ତାହାର ପ୍ରାଣ ରକ୍ଷା କର। ପରମେଶ୍ୱର କହିଲେ, ତୁମ୍ଭକୁ ଯାହା କରିବାର ଅଛି ତାହା ସହିତ କର, କେବଳ ତାହାର ଜୀବନକୁ କ୍ଷତି ପହଞ୍ଚାଇବ ନାହିଁ। ଆୟୁବ ତାହା କରିବ ନାହିଁ ଯାହା ତୁମ୍ଭେ କରୁଅଛୁ। ପରମେଶ୍ୱର ତାହା ଉପରେ ଦୃଢ଼ତାରେ ବିଶ୍ୱାସ କଲା। ପଦ 7 ଉତ୍ତରେ ଶୟତାନ ସଦାପ୍ରଭୁଙ୍କ ଛାମୁରେ ବାହାରି ଯାଇ ଆୟୁବର ତଳିପାରୁ ମସ୍ତକ ପର୍ଯ୍ୟନ୍ତ ଯନ୍ତ୍ରଣାଦାୟକ ଘାୟରେ ତାହାକୁ ଆଘାତ କଲା। ପୁଣି ସେ ସର୍ବାଙ୍ଗ କୁଣ୍ଡେଇବା ପାଇଁ ଖଣ୍ଡେ ଖପରା ନେଲା ଓ ସେ ଭସ୍ମ ମଧ୍ୟରେ ବସିଲା। ତହିଁରେ ତାହାର ଭାର୍ଯ୍ୟା ତାହାକୁ କହିଲା, ତୁମ୍ଭେ କି ଏପର୍ଯ୍ୟନ୍ତ ଆପଣାର ସରଳତା ଦୃଢ଼ କରି ଧରୁଅଛ? ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର। ତାହାର ଭାର୍ଯ୍ୟା କହିଲା, କ'ଣ ତୁମ୍ଭେ ଏପର୍ଯ୍ୟନ୍ତ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଅଛ?
परमेश्वर को परित्याग करी मर। पद 10 से ताहाकु कहिला तुमे एक मूढ़ा स्त्री परी कथा कहुअछ आमे माने कि परमेश्वर हस्तरु मंगल ग्रहण करिबा आउ अमंगल कण ग्रहण करिबा नाही एही सबुरे आयुब आपणा अष्टरे पाप कला नाही। भाई भौणी माने आपनकु कोन लागुअछि कि आपण एहा कहि परिबे मु एपर्यंत परमेश्वरଙ୍କ ठारु अनेक आशीर्वाद प्राप्त करिछि तेबे तुम्हे टिके क्लेश प्राप्त करी केमिति तांकर निंदा करूअछ आपनकु कोन लागुअछि कि आपण एहा कहि परिबे। भाई भौणी माने जेतेबेले आपनक परीक्षा करा जाय आयुबଙ୍କ पुस्तक पढ़ंतु से वास्तव में अद्भुत थिला। से एपरी परिस्थिति रे थिला जेउठी ताहार शरीर तड़ीपार मस्तक पर्यंत जंत्रणादायक घारे ताहाको आघात कला आउ से निजको कुंडेइबा पई खंडे खपरा नेबाको पड़िला किंतु तथापि से कहिला परमेश्वर आम्भमानकु अनेक आशीर्वाद करिसंती तेबे अवश्य ही आमे किछि क्लेश मध्य प्राप्त करि परिबा। आसंतो आमे पद 10 आउथरे पढ़िबा। से ताहाकु कहिला तुम्हे एक मूढ़ा स्त्री परी कथा कहुअछ आमे माने कि परमेश्वरଙ୍କ हस्तरु मंगल ग्रहण करिबा आउ अमंगल कण ग्रहण करिबा नाही कोन आम्भमानकु परमेश्वरଙ୍କ ठारु केवल भल कथा स्वीकार करिबा उचित आमे क्लेश मध्य प्राप्त करि परिबा। एहार अर्थ एहा नुहे कि मु नरककु जाउअछि कि नाही। एही समस्त कथारे मध्य आयुब आपणा मुख द्वारा पाप कले नाही। एहा आयुबଙ୍କ परिस्थिति थिला। शेषरे से समस्त परीक्षा उपरे जय प्राप्त कला ओ आयुबଙ୍କ पुस्तकर अंतिम पृष्ठारे आमे देखि पारिबा कि केमिति परमेश्वर ताहाको ताहा पर जीवन रे आहुरी मध्य सुंदर संतान देले आउ से तांको पूर्वर तुलना रे 2 गुण देइथिले। जदि आम्भे एही परिस्थिति रे हुअन्ते तेबे कोन आम्भे आयुबଙ୍କ परि निजको परमेश्वरଙ୍କ सम्मुखरे उपस्थापना करि पारिबा जेउ प्रकार आयुब करथिला। एही कारणरु परमेश्वर आयुबଙ୍କ उपरे बहुत भरोसा कले आउ आयुबଙ୍କ विश्वासर जीवन द्वारा प्रसन्न थिले। आम्भमानंकु एही समस्त परीक्षा रे स्थिर रहिबा ओ स्वर्ग राज्य रे जीवा निमंते विश्वास रखिबा उचित। जदियो ताहाको कोनोसी प्रकार जंत्रणा पीड़ा समस्या और असुविधा हेउना काहेकि आयुबଙ୍କ जीवन बहुत आनंदपूर्ण थिला। तेबे शैतान कोन कला से आउ आयुब को परीक्षा करि पारिला नाही। से आयुब एवं ताहार आखपाखर लोक मानकु जदियो जेते जंत्रणा देउना काहेकि एवं ताहार आखपाखर कठिन परिस्थिति सृष्टि करि थाउ किंतु आयुब सर्वदा आपणा अष्टरे परमेश्वरଙ୍କ स्तुति कला और परमेश्वरଙ୍କୁ केवल महिमा देला। से कहिले परमेश्वर मते बहुत आशीर्वाद देइछंती तेबे मु किछि क्लेश मध्य प्राप्त करि पारिबी। मु परमेश्वरଙ୍କ ठारु केवल भल विषय केमिति स्वीकार करि पारिबी और क्लेश को प्राप्त करिबारु अस्वीकार करि पारिबी। जेतेबेले परमेश्वर मते भल वस्तु देबे तेबे मु एहा स्वीकार करिबी आउ जेतेबेले परमेश्वर मते क्लेश देबे तेबे ताहा मध्य स्वीकार करिबी। मु परमेश्वरଙ୍କ आडु जहा किछि मध्य आसे ताहा पई कृतज्ञ। कोन आम्भे एपरि कहि पारिबा जेतेबेले परमेश्वर आममानकु किछि भल दियंती तेबे आम्भे कहू वाह परमेश्वरଙ୍କୁ धन्यवाद। पुणी किछि दिन परे आम्भे धन्यवाद देबा भूली जाउअछु एवं जेतेबेले टिकिए अन्याय हुए तेबे आम्भे अभियोग करू। मनुष्यर हृदय एही परि किंतु जीशु और आयुबଙ୍କ शिक्षा द्वारा आममानकु पुणी थरे भाबिबार समय नेबा दरकार कि उचित प्रकार विश्वास रखिबा पाई परीक्षा समय रे आममानकु केमिति प्रतिक्रिया करिबा उचित। आसंतु आम्भे द्वितीय विवरण अध्याय 8 देखिबा। आसंतु आम्भे अध्याय 8 पद 1 पढ़िबा। आज मु तुमको जो समस्त आज्ञा देउअछि ताहा सब तुमे माने मनोयोग करी पालन करिवो तहिरे तुमे माने बंचिबो ओ वर्धिष्णु हेबो आ सदाप्रभु जो देश विषय तुम मानक पूर्वपुरुष गण निकट रे शपथ करी अछंती सेही देश रे प्रवेश करी ताहा अधिकार करिवो। ए विषय रे तुमरो कोन नेबा पई परीक्षा नेबा पई तुमरो मानस जानिबा पई ओ तुमको नम्र करिबा पई सदाप्रभु तुम परमेश्वर एही 40 वर्ष प्रांत मध्य रे तुमको जेउ सकल पथरे गमन करैछंती ताहा स्मरण करो। परमेश्वर लोकंकु परीक्षा करिबा पई जे माने किणान देश रे प्रवेश करिबा पई योग्य अटंती से सेमानकु 40 वर्ष पर्यंत 300 किलोमीटर लंबा मार्ग रे गमन कराइले। से सेमानकु 40 वर्ष पर्यंत एहा देखिबा पई परीक्षा कले कि कोन सेमाने किणान देश रे प्रवेश करिबा ओ सेठारे रहिबा पई योग्य अटंती। परिणाम स्वरूप से 6 लाख पुरुषंक मध्यरु केवल 2 जनकु पाइले। सेथि मध्यरु केवल 2 जन लोकंक पाखरे किणान रे प्रवेश करिबा पई भलो विश्वास थिला। परमेश्वर सेमानकु एहा विषय रे कोन करिबा पई कहिले कि से 40 वर्ष पर्यंत समस्त जंगल पथरे सेमानकु गमन कराइले। परमेश्वर सेमानकु ता स्मरण रखिबा पई कहिले।
ଶାରୀରିକ ଇସ୍ରାଏଲ ମାନଙ୍କ ଉଦାହରଣ ଦ୍ୱାରା ଯଦିଓ ବିଶ୍ୱାସର ଜଙ୍ଗଲରେ ଚାଲିବା ସମୟରେ ଆମମାନଙ୍କୁ କୌଣସି ପ୍ରକାର ପରୀକ୍ଷା ହୁଏ, ଆମମାନଙ୍କୁ ସର୍ବଦା ବାକ୍ୟ ଉପରେ ଧ୍ୟାନ ଦେବାରେ ସକ୍ଷମ ହେବା ଉଚିତ, ଯାହାଦ୍ୱାରା ଆମେ ବାକ୍ୟରେ ଆମମାନଙ୍କ ଜୀବନକୁ ଖୁସି ଓ ଆନନ୍ଦ ରୂପେ ମାନିପାରିବା। ପୁଣି ତୁମେ ତାହାଙ୍କ ଆଜ୍ଞା ପାଳନ କରିବ କି ନାହିଁ, ଏ ବିଷୟରେ ତୁମର ପରୀକ୍ଷା ନେବା ପାଇଁ, ତୁମର ମାନସ ଜାଣିବା ପାଇଁ ପରମେଶ୍ୱର ସର୍ବଦା ଦେଖନ୍ତି କି ଆମମାନଙ୍କ ମନରେ କ'ଣ ଅଛି ଓ ତୁମକୁ ନମ୍ର କରିବା ପାଇଁ ସଦାପ୍ରଭୁ ତୁମ ପରମେଶ୍ୱର ଏହି 40 ବର୍ଷ ପ୍ରାନ୍ତର ମଧ୍ୟରେ ତୁମକୁ ଯେଉଁ ସକଳ ପଥରେ ଗମନ କରାଇଅଛନ୍ତି ତାହା ସ୍ମରଣ କର। ଆଉ ମନୁଷ୍ୟ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ଯାହା ନିର୍ଗତ ହୁଏ ତହିଁରେ ହିଁ ବଞ୍ଚେ। ଏହା ତୁମକୁ ଜଣାଇବା ପାଇଁ ସେ ତୁମକୁ ନମ୍ର କ୍ଷୁଦିତ କରି ତୁମ୍ଭର ଅଜ୍ଞାତ ଓ ତୁମ୍ଭ ପୂର୍ବପୁରୁଷ ଗଣର ଅଜ୍ଞାତ ମାନ୍ନା ଦେଇ ପ୍ରତିପାଳିତ କରିଅଛନ୍ତି। ଏହି 40 ବର୍ଷ ସାରା ତୁମ୍ଭ ଶରୀରର ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ, ସେହି ବସ୍ତ୍ର 40 ବର୍ଷ ପର୍ଯ୍ୟନ୍ତ ସେମାନେ ପିନ୍ଧି ପାରିଲେ। ଏହା ପରମେଶ୍ୱରଙ୍କ ଶକ୍ତି ଓ ପରମେଶ୍ୱରଙ୍କ ଦେଖାଶୁଣା, ହଁ ନା? ଏହି 40 ବର୍ଷ ସାରା ତୁମ୍ଭ ଶରୀରରେ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ତୁମ୍ଭର ପାଦ ଫୁଲିଲା ନାହିଁ। ପୁଣି ମନୁଷ୍ୟ ଯେପରି ଆପଣା ପୁତ୍ରକୁ ଶାସନ କରେ, ତଦ୍ରୂପ ସଦାପ୍ରଭୁ ତୁମ ପରମେଶ୍ୱର ତୁମ୍ଭକୁ ଶାସନ କରନ୍ତି। ଏହା ତୁମେ ଆପଣା ମନରେ ବିବେଚନା କରିବ। ତୁମେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞା ପାଳନ କରି ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କୁ ଭୟ କରିବ, କାରଣ ସଦାପ୍ରଭୁ ତୁମ ପରମେଶ୍ୱର ତୁମକୁ ଏହି ଉତ୍ତମ ଦେଶକୁ ନେଇଯାଉଅଛନ୍ତି, ତାହା ସମସ୍ତଳୀ ଓ ପର୍ବତରେ ପ୍ରବାହିତ ସ୍ରୋତ ଓ ନିର୍ଝର ଓ ଜଳାଶୟର ଦେଶ। ସେହି ଦେଶ ଗହମ, ଜବ, ଦ୍ରାକ୍ଷା, ଡିମିରି ଓ ଡାଳିମ୍ବ ବୃକ୍ଷମୟ, ସେହି ଦେଶ ଜାତି ତୈଳ ଓ ମଧୁମୟ। ସେହି ଦେଶରେ ତୁମ୍ଭେ ଅଭାବ ବିନା ଆହାର ଭୋଜନ କରିବ, ସେଠାରେ ତୁମ୍ଭର କୌଣସି ବିଷୟର ଅଭାବ ହେବ ନାହିଁ। ସେହି ଦେଶର ପଥର ଲୁହା ଓ ତୁମ୍ଭେ ତହିଁର ପର୍ବତରୁ ପିତ୍ତଳ ଖୋଳି ପାରିବ, ଆଉ ତୁମ୍ଭେ ଭୋଜନ କରି ତୃପ୍ତ ହେବ। ପୁଣି ସଦାପ୍ରଭୁ ତୁମ ପରମେଶ୍ୱର ତୁମକୁ ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁ ସକାଶୁ ତାହାଙ୍କର ଧନ୍ୟବାଦ କରିବ। ଏହି ସୁନ୍ଦର ଦେଶ ଅନନ୍ତ ସ୍ୱର୍ଗ ରାଜ୍ୟକୁ ଦର୍ଶାଉଅଛି, ହଁ ନା? ପରମେଶ୍ୱର ଆମମାନଙ୍କୁ ଆମମାନଙ୍କ ଅନନ୍ତ ସ୍ୱର୍ଗୀୟ ଘରକୁ ଫେରିଯିବାର ଅନୁମତି ଦେଉଛନ୍ତି। ଆପଣଙ୍କ ଆଖପାଖର ଲୋକଙ୍କ ଠାରୁ, ବେଳେବେଳେ ଆପଣଙ୍କ ସାଙ୍ଗମାନଙ୍କ ଠାରୁ, ବେଳେବେଳେ ଆପଣଙ୍କ ପିତାମାତା, ପତ୍ନୀ, ସ୍ୱାମୀ କିମ୍ବା ଆପଣଙ୍କ ପିଲାମାନଙ୍କ ଠାରୁ ଆପଣଙ୍କୁ ଅନେକ ପ୍ରକାରର ପରୀକ୍ଷା ଏବଂ କଷ୍ଟ ହୋଇପାରେ। ଯଦିଓ ଯଦି ଆମେ ଆପଣା ବନ୍ଧୁ, ପରିଚିତ, ସମ୍ପର୍କୀୟଙ୍କୁ, ପରିବାର ସଦସ୍ୟ, ସହକର୍ମୀ ଏବଂ ଆପଣ ଆଖପାଖରେ ଥିବା ସମସ୍ତଙ୍କୁ ବଞ୍ଚାଇବାକୁ ଚାହୁଁଅଛୁ, ତେବେ ଆମମାନଙ୍କୁ ସର୍ବଦା ପରମେଶ୍ୱରଙ୍କ ବାକ୍ୟ ଅନୁଯାୟୀ ବଞ୍ଚିବା ଉଚିତ, ହଁ ନା? ଯଦି ଆମେ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ବଞ୍ଚିବା, ତେବେ କ'ଣ ପରମେଶ୍ୱର ଆମମାନଙ୍କୁ ଭିତରକୁ ଆସିବା ସମୟ ଓ ବାହାରକୁ ଯିବା ସମୟରେ ଆଶୀର୍ବାଦ ଦେବାକୁ ପ୍ରତିଜ୍ଞା କରିନାହାନ୍ତି? ପରମେଶ୍ୱର ଏହା ମଧ୍ୟ କହିଲେ କି 40 ବର୍ଷ ପର୍ଯ୍ୟନ୍ତ ଜଙ୍ଗଲରେ ହେବାକୁ ଥିବା ସମସ୍ତ ପରିସ୍ଥିତିକୁ ପରମେଶ୍ୱର ସୃଷ୍ଟି କରିଥିଲେ। 40 ବର୍ଷ ପର୍ଯ୍ୟନ୍ତ ଜଙ୍ଗଲରେ ପ୍ରତ୍ୟେକ କ୍ଷଣି ଏକ ପରୀକ୍ଷା ଥିଲା। ତେବେ ଏହାର ଅର୍ଥ କି ଆମମାନଙ୍କ ବିଶ୍ୱାସର ଜଙ୍ଗଲରେ ମଧ୍ୟ ପ୍ରତ୍ୟେକ କ୍ଷଣ ଏକ ପରୀକ୍ଷା। ଆମମାନଙ୍କୁ ଏହି ପରୀକ୍ଷାରେ ଆପଣା ଧ୍ୟାନ ହରାଇବା ଉଚିତ ନୁହେଁ। ପରମେଶ୍ୱର ଆମମାନଙ୍କୁ ଆମମାନଙ୍କ ପାଖରେ ଯାହା ଅଛି ତାହା ବିଷୟରେ କ'ଣ କରିବା ପାଇଁ କହିଥିଲେ? ପରମେଶ୍ୱର କହିଲେ, ତୁମ୍ଭର ମୁକୁଟ ଯେପରି କେହି ହରଣ କରି ନ ନିଏ, ଏଥି ନିମନ୍ତେ ତୁମ୍ଭର ଯାହା ଅଛି ତାହା ଦୃଢ଼ ରୂପେ ଧରି ରଖ। ଆୟୋବଙ୍କ ପରୀକ୍ଷା ଏଥିପାଇଁ କରାଯାଇ ନଥିଲା କି ତାହାର ବିଶ୍ୱାସ ଖରାପ ଥିଲା। ବେଳେବେଳେ ଯେଉଁମାନଙ୍କ ପାଖରେ ଭଲ ବିଶ୍ୱାସ ଅଛି ସେମାନଙ୍କ ପରୀକ୍ଷା କରାଯାଇପାରେ ଏବଂ ବେଳେବେଳେ ଶୟତାନ ସେହି ଲୋକମାନଙ୍କୁ ଗ୍ରାସ କରିବା ପାଇଁ ଗର୍ଜନ କରିପାରେ ଯେଉଁମାନଙ୍କ ପାଖରେ ଦୁର୍ବଳ ବିଶ୍ୱାସ ଅଛି। ଯେହେତୁ ଏହି ଭବିଷ୍ୟବାଣୀ କରାଯାଇଅଛି ଯେ ଦୁନିଆର ସମସ୍ତ ଲୋକଙ୍କ ଉପରେ ପରୀକ୍ଷାର ସମୟ ଆସିବ, ଆସନ୍ତୁ ଆମ୍ଭେ ସମସ୍ତେ ପରମେଶ୍ୱରଙ୍କୁ ଶେଷ ପର୍ଯ୍ୟନ୍ତ ପିତା ଓ ମାତାଙ୍କ ବାକ୍ୟରେ ସ୍ୱର୍ଗ ପର୍ଯ୍ୟନ୍ତ ନିଆଯିବାକୁ ପ୍ରାର୍ଥନା କରିବା। ଏହା ଦ୍ୱାରା ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।